लेनिन ऑन रिलीजियन। रिलीजियन विषय रे आमे जानिछंती मार्क्सिस्ट मानकर जो व्यू थिला आमे पढितिले रिलीजियन इज द ओपियम ऑफ मासेस बोली जेमती मार्क्स कहितिले आमे से कथाटा पढिछंती। किंतु लेनिन कर भी सी जो मार्क्स और एंजेल कर जो विरासत रे जो थॉट टा पाइतिले याकर थॉट टा भी ସେଇଆ ଥିଲା କିନ୍ତୁ କଥାଟା ହଉଛି ସେମାନେ ଯୋଉ ଦି ଜଣ ଥିଲେ ସେମାନେ ପ୍ରାକ୍ଟିକାଲ ପଲିଟିସିଆନ ନଥିଲେ ମିନ୍ସ ସେମାନେ ରାଜନୀତି କରୁନଥିଲେ। ଓକେ, ସେମାନେ ଫିଲୋସଫର ଥିଲେ କିନ୍ତୁ ଲେନିନ୍ ଜଣେ ହଉଛନ୍ତି ପ୍ରାକ୍ଟିକାଲ ପଲିଟିସିଆନ। ରେଜଲ୍ଟ ତାଙ୍କୁ କିଛି ପ୍ରାକ୍ଟିକାଲ ଜିନିଷ ଉପରେ ବି ଧ୍ୟାନ ରଖିବାକୁ ପଡୁଥିଲା। କଥାଟା ହଉଛି ଯଦି ଲୋକମାନଙ୍କୁ ରିଲିଜିଅନ ଏଗନେଷ୍ଟରେ ଆପଣ କିଛି କହିଦେବେ ତାହେଲେ ସେମାନେ ଆପଣଙ୍କର ବିରୋଧୀ ହେଇଯିବେ। ଏଇ ଲିମିଟେସନଟା ଲେନିନ୍ ଜାଣିଥିଲେ। ଓକେ, ତ ସେଇଥିପାଇଁ ତାଙ୍କର ଭ୍ୟୁଟା ମାର୍କ୍ସ ଆଉ ଏଞ୍ଜେଲଙ୍କଠୁ ଟିକେ ଅଲଗା ଥିଲା। ଯଦିବା ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଷ୍ଟାଲିନକୁ ଯାହା ଦେଖିଲେ ସିଏ ଗୋଟେ ଅଲଗା ପ୍ରକାର ହିଁ କଥାବାର୍ତ୍ତା କଲେ, ଅଲଗା ପ୍ରକାର କାମ ବି କଲେ। କିନ୍ତୁ ଷ୍ଟିଲ୍ ମୁଁ ଆପଣଙ୍କୁ ଗୋଟେ ସିମ୍ପଲ ଏକ୍ସାମ୍ପଲ ଟେ ଦଉଛି। ଆପଣ ମାନେ ଏବେ ଏବେ ଯଦି କହିବେ ଏବେ ବି ହୁଏତ ମୋ ଉପରେ ଆପଣ ମାନେ ରାଗିଯିବେ। ଓକେ, ରାଗିବାଟା ବି ସ୍ୱାଭାବିକ। ମୁଁ କିନ୍ତୁ ସେମିତି କଥାଟେ କହିବି ମାନେ ରାଗିବେ ଆପଣ। କଥାଟା ହଉଛି ସେମିତି ଜଗନ୍ନାଥଙ୍କର ଆପଣଙ୍କର ଶ୍ରୀମନ୍ଦିରର ଅଧିକାରରେ ବହୁତ ଜମି ଅଛି ଆଉ ବହୁତ ଜାଗାରେ ଜମି ଅଛି। ଠିକ ଅଛି, ବହୁତ ଜାଗା କିଏ କେମିତି ଖାଉଛି, କୋଉଠି ଗୋଚର ହେଇକି ପଡିଛି, କୋଉଠି ପଡିଆ ହେଇକି ପଡିଛି, କିଏ କୋଉଠି କୋଉ ନେତା ଅଧିକାର କରି ନେଇଗଲାଣି। ଭିନ୍ନ ଭିନ୍ନ ପ୍ରକାର ସେ ଜମି ଗୁଡା ସବୁ ଅଛି। ଓକେ, ଜାଗା କିନ୍ତୁ ଅଛି ଆଉ ବହୁତ ଜାଗା ଅଛି। ଆକ୍ଚୁଆଲି କେତେ ପରିମାଣରେ ଅଛି ବି ଠିକ ପରିମାଣରେ ଠିକ ଭାବରେ ଆମେ କହିପାରିବାନି। ଯଦି ସରକାର ବର୍ତ୍ତମାନ କଣ କୁହନ୍ତି ଯେ ନା ଯେତିକି ଶ୍ରୀମନ୍ଦିରର ଜମି ଅଛି ଆମେ ସବୁ ଚିହ୍ନଟ କରିବୁ, ଜାଗା ଗୁଡା କାମରେ ଲାଗୁନି, ସେଇଟାକୁ କାମରେ ଲାଗିବା ଦରକାର। ଯେମିତିକି ଆପଣଙ୍କର ରିସେଣ୍ଟଲି ଯେମିତିକି ଆପଣଙ୍କର ଚାଇନିଜ ଗଭର୍ଣମେଣ୍ଟ ଯୋଉ କଥାଟି କହିଲେ ଯେ ଭୂମିଟା ଯୋଉଟା ସେଟା ଆପଣଙ୍କର ବଞ୍ଚିଥିବା ଲୋକମାନଙ୍କ ପାଇଁ, ମୃତ ବ୍ୟକ୍ତିମାନଙ୍କ ପାଇଁ ନୁହଁ। ସେଇଥିପାଇଁ ସେ କବର ଦବା ଉପରେ କମ୍ପ୍ଲିଟଲି ଚାଇନାରେ ବ୍ୟାନ୍ କରିଦିଆହେଲା। ଏବେ ରିସେଣ୍ଟ କଥା, ଲେଟେଷ୍ଟ କଥା ଏକ୍ଜାକ୍ଟଲି ସେମିତି। ଜମିଟା ହଉଛି ଭୂ ସମ୍ପତ୍ତିଟା ହଉଛି ଯୋଉମାନେ ବଞ୍ଚିଛନ୍ତି ସେଟା ସେମାନଙ୍କର। ଆମେ ଗୋଟେ କାମ କରିବା, ସେଟା କୋଉ ଭଗବାନଙ୍କୁ ଆମେ ଦେବା କିମ୍ବା କୋଉ ମନ୍ଦିର ନାଁରେ ରହିବା ସେଟା ମୂର୍ଖାମି ଆଉ ସେଟା କୌଣସି କାମରେ ଲାଗୁନି। ସରକାର ଯଦି କହିବେ ନା ତାକୁ ଆମେ କାମରେ ଲଗେଇବା, ଗୋଟେ କାମ କରିବା ସବୁ ଗୁଡାକୁ ଚିହ୍ନଟ କରିବା, ଲୋକମାନଙ୍କୁ ଆଲୋକେଟ କରିବା, ଆଇଦର ଲଟରୀ ମାଧ୍ୟମରେ ହଉ, ନିଲାମୀ ମାଧ୍ୟମରେ ହଉ, କିମ୍ବା ଗରିବ ଲୋକମାନେ ଯୋଉମାନେ ଭୂମିହୀନ ଅଛନ୍ତି ତାଙ୍କ ଭିତରେ ଆମେ ଡିଷ୍ଟ୍ରିବ୍ୟୁଟ କରିଦେବା ବୋଲି ଯେ ଗଭର୍ଣମେଣ୍ଟ ଯଦି ବର୍ତ୍ତମାନ କୁହେ, ଆପଣଙ୍କୁ ଲାଗୁଛି ଲୋକମାନେ ସମର୍ଥନ କରିବେ ବୋଲି? କଣ ଲାଗୁଛି ଆପଣଙ୍କୁ? କଣ ମୁଁ ଯୋଉ ଭ୍ୟୁଟା ଦେଲି ଆପଣଙ୍କୁ କଣ ଲାଗୁଛି ଚାର୍ଟରେ ଲେଖିଲେ ସେମିତି ହେବା ଭଲ ନା ହେବା ଉଚିତ ନୁହଁ? ଆପଣଙ୍କୁ କଣ ଲାଗୁଛି? ହ୍ୱାଟ ଇଜ ୟୋର ଭ୍ୟୁ? ଲେନିନଙ୍କର ମତାମତଟା ଏଇ ଏତିକି ଭିତରେ ହିଁ ରହିଯାଇଛି। ଓକେ, ଆପଣ ମାନଙ୍କୁ କଣ ଲାଗୁଛି ଲେଖିଲେ ଚାର୍ଟରେ ଟିକେ ଦେଖିବା। ମୁଁ ଚାହୁଁଛି ଆପଣ ମାନେ କଣ କଣ ଫିଲିଙ୍ଗସ୍ ଅଛି ଆପଣଙ୍କର ସେ ବିଷୟରେ। ହେଲେ ଭଲ। ଓକେ, ବାକି ସମସ୍ତେ କହିଲେ ଜଗନ୍ନାଥଙ୍କର ଜମିକୁ ଆମେ ଡିଷ୍ଟ୍ରିବ୍ୟୁଟ କରିଦବା, ଯୋଉମାନେ ଭୂମିହୀନ ଲୋକ ଅଛନ୍ତି ତାଙ୍କ ଭିତରେ ଆମେ ମାନେ ଡିଷ୍ଟ୍ରିବ୍ୟୁଟ କରିଦବା ଗୋଟେ ଚିହ୍ନଟ କରିକି। ଯୋଉମାନେ ଯଦି ଅଧିକା ଲୋକ ହେଇଯାଉଛନ୍ତି ଯେମିତି ଲଟରୀ ମାଧ୍ୟମରେ କରାହଉଛି କିନ୍ତୁ ଭୂମିହୀନ ହେଇଥିବା ଦରକାର, ସେମାନଙ୍କ ଭିତରେ ଡିଷ୍ଟ୍ରିବ୍ୟୁଟ କରିଦବା। ଭଲ ହବ ନା ଖରାପ ହବ? କଣ ଲାଗୁଛି ଆପଣ ମାନଙ୍କୁ? ଭଲ ହବ। ଓକେ, ତ ଓଭରଅଲ ଭାବରେ ଆପଣ ମାନଙ୍କୁ ବି ଭଲ ଲାଗୁଛି କିନ୍ତୁ ଷ୍ଟିଲ୍ ସରକାର ସେ ବିଷୟରେ ଚିନ୍ତା ବି କରିପାରିବେନି। ଓକେ, ଭଲ ହେବ ଆମେ କହୁଛନ୍ତି ଯୋଉମାନଙ୍କର ଆମର ଜାଗା ନାହିଁ, ଭୂମିହୀନ ଅଛନ୍ତି, କିମ୍ବା ଆମେ ତଳ ଶ୍ରେଣୀରୁ ଯୋଉମାନେ ଆସିଛନ୍ତି ସେମାନଙ୍କୁ ଭଲ ଲାଗିବ ଯେ ନା ହେବା ଦରକାର, ପ୍ରାକ୍ଟିକାଲି କାମରେ ଲାଗିବା ଦରକାର। ଭଗବାନ ତ ଜାଗାଟା ନେଇକି ଯାଉନାହାନ୍ତି, ଲୋକମାନଙ୍କର କାମରେ ଲାଗିବା ଦରକାର। ମାନବ ସେବା ହିଁ ମାଧବ ସେବା। ଆମର ଓଡ଼ିଶା ହଉଛି ଆପଣଙ୍କର ମଧୁସୂଦନ ଦାସ, ଗୋପବନ୍ଧୁ ଦାସଙ୍କର ଜାଗା, ଯୋଉଠି ଯୋଉମାନେ ଆପଣଙ୍କର କହିଥିଲେ ମାନବ ସେବା ହିଁ ମାଧବ ସେବା। ଗୋପବନ୍ଧୁ ଦାସ ଆମେ ଜାଣିଛନ୍ତି ସିଏ ନିଜ ପିଲାଙ୍କୁ ମୃତ୍ୟୁ ମୁଖରେ ପକେଇ ଦେଇକି ଜନମାନସର ସେବା କରିବା ଉଦ୍ଦେଶ୍ୟରେ ଚାଲି ଯାଇଥିଲେ। ନିଜର ସବୁ ସମ୍ପତ୍ତି ଓଡ଼ିଶା ଲୋକମାନଙ୍କ ପାଇଁ କି ଛାଡ଼ିକି ଗଲେ। ମଧୁସୂଦନ ଦାସ ବି ଏକ୍ଜାକ୍ଟଲି ନିଜ ପାଇଁ କୌଣସି ଜିନିଷ ରଖିନଥିଲେ। ଆଜି ତାଙ୍କ ଘରେ ୟୁନିଭର୍ସିଟି ଚାଲିଛି, ଆପଣ ମାନେ ଜାଣିଥିବେ। ଓକେ, ୟୁନିଭର୍ସିଟି ନା, ୟେସ୍ ୟୁନିଭର୍ସିଟିଟା ହଉ ନା ଅଟୋନମସ୍ କଲେଜଟା, ଆପଣ ହ୍ୱାଟ ଏଭର ମେ ବି ଅଲରେଡି ଚାଲିଛି ଆପଣଙ୍କର କଟକରେ। ତ
ଏଇ କଥାଟା ଯଦି ଜଣେ ମଣିଷ କରିପାରୁଛି, ନିଜର କଷ୍ଟ ଉପାର୍ଜିତ ସମ୍ପତ୍ତିକୁ ଯଦି ଲୋକମାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ଛାଡ଼ି ଦେଇ ପାରୁଛି, ଭଗବାନଙ୍କ ନାଁରେ ଯୋଉ ଜମିଟି ଅଛି ତାକୁ ଆମେ କାହିଁକି କରିପାରିବାନି? ଓକେ, ଲେନିନ୍ ବି ଏକ୍ଜାକ୍ଟଲି ସେ କଥାଟି କହିଲେ, କିନ୍ତୁ ସଟନ୍ କଣ୍ଡିସନ। ଓକେ, ଲେନିନ୍ ବି ସେଇ କଥା କହିଲେ, ଚର୍ଚ୍ଚ ପାଖରେ କୌଣସି ସମ୍ପତ୍ତି ରହିବା ଉଚିତ ନୁହଁ, ତାକୁ ସରକାର ନେଇ ଆସିବା ଦରକାର। ଓକେ, କଣ କହିଲେ, କେମିତି କହିଲେ, ଡିଟେଲ୍ସ ଭାବରେ ଯିବା ଆମେ। ଲେନିନ୍ ଅନ୍ ରିଲିଜିୟନ, ମୁଁ ଭାବୁଛି ନୋଟ୍ସଟା ଯାହା ଦେଇଥିଲି ଆପଣମାନଙ୍କ ଭିତରୁ ସମସ୍ତେ ପଢି ଦେଇଥିବେ, ହ୍ୱାଟ ଏଭର ମେ ବି ଯଦି ପଢି ନାହାନ୍ତି ଏବେ ରିଭିଜନ ଆପଣଙ୍କର ହେଇଯିବ। ଲେନିନ୍ ରିଲିଜିୟନ ବିଷୟରେ କଣ କହିବା ପାଇଁ ଚାହୁଁଥିଲେ ଆମେ ତାଙ୍କର ଦିଟା ଲେଖାରୁ ଜାଣନ୍ତି। ଗୋଟେ ହଉଛି ଆପଣଙ୍କର ସୋସିଆଲିଜିମ୍ एंड रिलीजियन बुक्स गुड़ा दीटा लिखिथांतु, सोशलिज्म एंड रिलीजन बोधे नोट्स रे नाही। 1905 रो ये होसी लिखा। आउ गोटे होसी आपनकर द एटीट्यूड ऑफ वर्कर्स, द एटीट्यूड ऑफ वर्कर्स, वर्कर्स पार्टी टू रिलीजन। ओके, वर्कर्स पार्टी रो रिलीजन को लेकिन एटीट्यूड कौन ता उपरे से गोटे लिखिथिले 1909 रे। এই দুইটা লেখারে ଆମେ ଲେନିନଙ୍କର ରିଲିଜିଅନ କୁ ନେଇକି କ'ଣ ଭ୍ୟୁ ଥିଲା ସେ ବିଷୟରେ ଆମେ ଜାଣିବା ପାଇଁ ପାଆନ୍ତି। ଖାଲି ଏ ଦୁଇଟା ନୁହଁ, ତା ବାଦ ଯେମିତିକି ସେ ଜଣେ ପ୍ରାକ୍ଟିକାଲ ପଲିଟିସିଆନ ଥିଲେ, ଆପଣଙ୍କର ପ୍ରେସିଡେଣ୍ଟ ଭାବରେ ବି ସେ ଆପଣଙ୍କର କାମ କରିଥିଲେ ୟୁଏସଏସଆର ର। ଯେହେତୁ ସିଏ କରିଥିଲେ ପାଖାପାଖି ଆପଣଙ୍କର ନିୟରଲି ଯଦି କହିବେ 4 ଇୟର୍ସ ପର୍ଯ୍ୟନ୍ତ ସିଏ ଥିଲେ, ତ ବହୁତ ଜାଗାରେ ସିଏ ସ୍ପିଚ୍ ଦେଇଛନ୍ତି ଆପଣଙ୍କର ମାନେ ତାଙ୍କର ଭ୍ୟୁକୁ ନେଇକି ଆମେ ଜାଣିଛନ୍ତି। ସେ ଯେହେତୁ ଆପଣଙ୍କର ଯେମିତି ଏବେ ପ୍ରାଇମ ମିନିଷ୍ଟର ଆମର ବହୁତ ଜାଗାରେ ଯାଇକି ଭାଷଣ ଦେଉଛନ୍ତି, ସେମିତି ଭାଷଣ ଗୁଡ଼ାରେ ବି ଓକେ ତାଙ୍କର ଆପଣଙ୍କର ରିଲିଜିଅନ ଉପରେ ମତାମତ କ'ଣ ଥିଲା ସିଏ ରଖିଥିଲେ, ଆଉ ସେଇ ହିସାବରେ କାର୍ଯ୍ୟକାରୀ ବି କରିଥିଲେ। ତାଙ୍କ ପଛରେ ବ୍ୟାକଗ୍ରାଉଣ୍ଡ, ତାଙ୍କ ରିଲିଜିୟସ୍ ଭ୍ୟୁ ପଛରେ ବ୍ୟାକଗ୍ରାଉଣ୍ଡ ଥିଲା ଆପଣଙ୍କର କାର ନା ମାର୍କସିଷ୍ଟ ଫାଉଣ୍ଡେସନ, ଯାହା ଆପଣଙ୍କର ମାର୍କ୍ସ ଆଉ ଏଞ୍ଜେଲଙ୍କ ପାଖରୁ ଆସିଥିଲା। ମାର୍କ୍ସ କ'ଣ କହିଥିଲେ, ଓପିୟମ ଅଫ ଦ ପିପୁଲ ବୋଲି କହିଥିଲେ, କିନ୍ତୁ ଯଦି ପାର୍ଟିକୁଲାର ଯଦି କହିବା ମାର୍କ୍ସ ଯାହା କୁହନ୍ତି ରିଲିଜିୟନକୁ ସିଏ ତିନିଟା ତିନିଟା ଆପଣଙ୍କର ମେନ୍ ପଏଣ୍ଟରେ ସିଏ ବୁଝେଇଥିଲେ। ମାର୍କ୍ସ ମାର୍କ୍ସ କହିଥିଲେ ଯେ ଏ ରିଫ୍ଲେକ୍ସନ ଅଫ ମାଟେରିଆଲ ସଫରିଂ, a product of exploitation, a psychological escape for oppressed classes। ରିଲିଜିଅନ କୁ ସିଏ ସେମିତି ଭାବରେ କହିଥିଲେ, ଓକେ ଏ ସାଇକୋଲୋଜିକାଲ ଏସ୍କେପ ଅଫ ଅପ୍ରେସ୍ଡ କ୍ଲାसेस, ଯୋଉମାନେ ଅପ୍ରେସ୍ଡ କ୍ଲାसेस ଅଛନ୍ତି, ଦଳିତ ଅଛନ୍ତି, ଦଳିତ ପୃଥିବୀ ସାରା ଅଛନ୍ତି, କେବଳ ଇଣ୍ଡିଆରେ ନୁହଁ ପୃଥିବୀ ସାରା ଅଛନ୍ତି, ଏବେ ବି ଅଛନ୍ତି, ଭବିଷ୍ୟତକୁ ବି ରହିବେ, ଏଥିରେ ଭାବିବାର କିଛି ନାହିଁ। କେବେ ବି ଇକ୍ୱାଲ ସୋସାଇଟି ହେଇପାରିବନି। ସେମାନେ ଯେତେବେଳେ ଆପଣଙ୍କର ପ୍ରେଜେଣ୍ଟ ଡେ ବାକି ମାନଙ୍କ ଷ୍ଟେଜକୁ ପହଞ୍ଚିବେ, ଉପରେ ଯିଏ ଅଛନ୍ତି ସେମାନେ ଆଉ ଉପରକୁ ଚାଲି ଯାଇଥିବେ। ଇଏ ପ୍ରକୃତିର ନିୟମ, ଆମେ ଏଥିରେ କିଛି କରିପାରିବାନି। ଓକେ, କେବେ ବି କମ୍ପ୍ଲିଟ ଇଗାଲିଟାରିଆନ ସୋସାଇଟି ପସିବଲ ନୁହଁ। ଓକେ, ହ୍ୱାଟ ଏଭର ମେ ବି ଏ ସାଇକୋଲୋଜିକାଲ ଏସ୍କେପ ଫର ଅପ୍ରେସ୍ଡ କ୍ଲାसेस। କଥାଟା ହଉଛି କ'ଣ କି, ଆମେ ମନ୍ଦିର କେତେବେଳେ ଯାଆନ୍ତି? ଥରେ ମୁଁ ମଝିରେ ୟାକୁ ନେଇକି କହିଥିଲି, ଗୁଡାଏ ଜିନିଷ ମତେ ଶୋଧିଥିଲେ ବହୁତ ଲୋକ। ମନ୍ଦିର ନର୍ମାଲି ଆମେ ଯାଆନ୍ତି ମାଗିବା ପାଇଁ ଯାଆନ୍ତି, ଭଗବାନଙ୍କ ପାଖକୁ କେବଳ ମାଗିବା ପାଇଁ ଯାଆନ୍ତି। ଆମେ ବିପଦରେ ପଡ଼ିଲେ, ଦୁଃଖରେ ପଡ଼ିଲେ ଯାଆନ୍ତି। କିଏ ମାନୁ ନ ମାନୁ କେବଳ ସେଇ କଥାଟା ସତ। ହଁ, ଏବେ କିଛି ଗୋଟେ ନୂଆ ଟ୍ରେଣ୍ଡ ଚାଲିଛି, ପାର୍କ ଯିବା ବଦଳରେ ମନ୍ଦିରରେ ବି ଯାଇକି ଆପଣଙ୍କର ଦେଖା ସାକ୍ଷାତ ହଉଛି। ଏଇ ପ୍ରକାର ଟ୍ରେଣ୍ଡ ବି ଆପଣଙ୍କର ଚାଲିଛି ବର୍ତ୍ତମାନ। ନହେଲେ ଅଦରୱାଇଜ ମଣିଷ ସେତେବେଳେ ଯାଏ ଯେତେବେଳେ ବିପଦରେ ପଡ଼େ। ସୁଖରେ ଥିଲାବେଳେ ମଣିଷ କେବଳ ବୁଲିବା ପାଇଁ ଆପଣଙ୍କର ଗୋଆ ଯିବ, କୋଉଠି ଆପଣଙ୍କର ଉଟି ଯିବ, କିମ୍ବା ଅନ୍ୟାନ୍ୟ କୌଣସି ଜାଗାକୁ ଯିବ, ମନ୍ଦିର କେବେ ଯିବନି। ମନ୍ଦିର ସେତେବେଳେ ଯାଏ ଯେତେବେଳେ ସିଏ ବିପଦରେ ପଡ଼େ ବା ଦୁଃଖରେ ପଡ଼େ। ଓକେ, ତ ଯୋଉ ଧର୍ମଟା ଯୋଉଟା ଆପଣଙ୍କର, ସେଟା ଗୋଟେ ହଉଛି ଆପଣଙ୍କର ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବଞ୍ଚିବା ପାଇଁ। ଆମେ ବହୁତ ଦୁଃଖରେ ଅଛନ୍ତି, ସେଥିରୁ ସାମୟିକ ଖୁସି ପାଇବା ପାଇଁ, ବା ଆମେ ଯଦି କାହାର ଶରଣରେ ଚାଲି ଯାଉଛନ୍ତି ଆମକୁ ଲାଗେ ଆମର ଦୁଃଖ ଲାଘବ ହେଇଯିବ, ସେଇଥିପାଇଁ ଆମେ ଯାଆନ୍ତି। ଆଉ ଯୋଉମାନେ ଅପ୍ରେସ୍ଡ କ୍ଲାସ ଅଛନ୍ତି, ଯୋଉମାନେ ଏକ୍ସପ୍ଲଏଟେସନର ଶିକାର ହଉଛନ୍ତି, ସେମାନେ ବି ପରିଶ୍ରମ କରୁଛନ୍ତି, କିନ୍ତୁ ପରିଶ୍ରମ ହିସାବରେ ଫଳ ମିଳୁନି। କ'ଣ ପାଇଁ ନା ତାଙ୍କର ପରିଶ୍ରମ ଉପାର୍ଜିତ ଫଳକୁ ଆଉ କିଏ ଏନ୍ଜୟ କରୁଛି, ତାକୁ ତ ଆମେ ଏକ୍ସପ୍ଲଏଟେସନ କହନ୍ତି। ତ ଯେତେବେଳେ ଜଣେ ଏକ୍ସପ୍ଲଏଟେସନର ଶିକାର ହୁଏ, ସିଏ ନିଜେ କିଛି କରିପାରେନି।
ओके सेतेबेले ता पाखरे केवल गोटे ही अस्त्र थाए से होचंदी भगवान आउ ये पृथ्वी सारा नहले गॉड शब्दर आमे तो भगवान कहउचंती से माने गॉड कहउचंती कि अल्लाह कहउची से शब्द गुडा उद्भावन होई नथांदा से गुडा उद्भावन हिला एथि पई जे किछि तो गोटे अदृश्य शक्ति अछि आपनकर जिया हमर जीवन शैलीटा को नियंत्रण करूची नहले तो आमे जेतकी करचंती सेतकी पाई थांदे हमर कर्मफल को आउ के काहे कि नै जानता एया भाबिकी आमे भगवान को पाखକୁ ଯାଇଥାନ୍ତି ଏଇ କଥାଟି ମାର୍क्ସ କହିଲେ ओके मार्क्स कहउचंती जे अबोलिशिंग रिलीजन रिक्वायर्ड अबोलिशिंग द कंडीशन दैट ब्रेड इट आमे जदि धर्म को कौन करिबा अबोलिश करदेबा ताहले ता पूर्वरु धर्मटाକୁ जे ब्रीडिंग करूची ताकू बंद करबा दरकार धर्म को किए ब्रीडिंग करूची एक्सप्लॉयटेशन करूची ओके एक्सप्लॉयटेशन ही आपनकर रिलीजन को ब्रीडिंग करूची आउ बिना एक्सप्लॉयटेशन को न सारी कि आमे रिलीजन को केबे भी सारी पारिबा नाही ई कथाटी कहले लेनिन मध्य याको एक्सेप्ट कले ओके लेनिन आल्सो एक्सेप्टेड दिस एनालिसिस किंतु गोटे कथाटा कहूची इए तार पॉलिटिकल इंटरप्रिटेशन गोटे प्रोवाइड कले किए लेनिन मार्क्स जो कथाटा कहले दैट इज फिलोसॉफिकल इंटरप्रिटेशन ओके सेटा फिलोसॉफी रो कथाटी सिए कहले किंतु लेनिन जो कथाटी कहले लेनिन तार गोटे पॉलिटिकल इंटरप्रिटेशन प्रोवाइड कले रिलीजन को नेकी ओके लेनिन भी सेमती सीए जेमती तीन चार प्रकार डेफिनेशन देले लेनिन मध्य सेमती डेफिनेशन देले ओके लेनिन कौन कौन कहले रिलीजन को नेकी तीनटा कथा कहले गोटे होची ए फॉर्म ऑफ स्पिरिचुअल ओके स्पिरिचुअल ऑपरेशन लेखु थांतु टिके ओके ए फॉर्म ऑफ स्पिरिचुअल ऑपरेशन नेक्स्ट होची ए मैनिफेस्टेशन ऑफ ह्यूमन हेल्पलेसनेस एग्नेस्ट नेचर एंड एक्सप्लॉइटेशन ए मैनिफेस्टेशन ऑफ ह्यूमन एग्नेस्ट नेचर एंड एक्सप्लॉइटेशन ओके a manifestation of human helplessness against nature and exploitation third रे जदि कहबा a tool used by ruling classes a tool spelling बोधे भूल लिख देली TOOL okay tool used by the ruling class okay to maintain dominance लेनिन এই কথাটি কইলে সি কইলে যে ইট ইজ এ ফর্ম অফ স্পিরিচুয়াল অপারেশন एक्चुअली कौन की ऑपरेशन को माने करती जो माने ऊर्ध्वरे थांती तल लोक को ऑपरेस करती कौन पाई ना तांकर किछि मजुरिया दरकार जो माने कि तांको पाई काम करि पारिबे ओके इट इज ट्रुथ 100% ट्रुथ जदि भुवनेश्वर रे सालिया साही बस्ती गढ़ी उठितिला ता पछरे हमर ए बाबू माने सब थिले धनिक श्रेणीर लोक माने थिले कौन पाई थिले ना से माने जे कि तांको घर उडारे काम करथिले जेतिकी भी आपनकर जोठी भी आपनकर देखिबे ऑपरेस सेक्शन अछंती ता पछरे एमाने थिबे कोन पई ना या से माने निजे काम करंती ने इवन से माने रोसेई करिवेनी मते कहले टाउन रे जो माने अछंती हुए तो मे भी आम मान को भीतर भी सही प्रकार लोक अछंती ओके मैक्सिमम गोटे बेडरूम थी अधिकांश लोकंकर मोर दान जदि कहबा जो माने भडाटिया भी रहउचंती कि घर तयारी कि भी जो माने भी आपनकर चारि पांच महला बिल्डिंग टे बनै छथि से माने भी गोटे रूम रे जाकी जुकी हिथिबा बाकी घर भडार लगै दिथिबे ये होची शहरी ट्रेडिशन अति बेसी रे गोटे बेडरूम थिबो गोटे रोसई रूम थिबो ओके गोटे माने डाइनिंग थिबो कि रोसई घरे खाइ दउथबे कि बेडरूम रे बसी खाइ दउथबे बसिया पई गोटे आपनकर थिबो गोटे लिविंग रूम टे ओके एतिकी तो रहुची सेतिकी रहुची किंतु सेतिकी भी तीन जन अति बेसी रे तीन जन किबा चार जन लोक रहुछन किंतु सेति पई भी घरे आपनकर झाड़ू करिया पई जने रखिथिबे रोसेई करिया पई जने रखिथिबे जोथि पई कि लोक दरकार नै हेडा बुली देले काम होई जिवो सेगुडा आमे तो जन्मरु करि कि आसछु ओके आ प्राय जो माने हॉस्टल रे जो माने छुआ अछंती कि घरे भड़ा नहीं कि अछंती चिंता करो तो जो माने टाउन रे पढ़िबा कैरियर रे आपन मन के मन पकांदो निज रूम निजे सफा करथले निजे रोसेई करके खाउथले
କିନ୍ତୁ ଘରେ ସେତିକି ବି କାମ ହେଇପାରିବନି। ଇଭିନ୍ ମୁଁ ଏମିତି ବି ଲୋକ ଦେଖିଛି 5 ଦିନ 6 ଦିନ ବି ଝାଡୁ କରନ୍ତିନି, ମଇଳା ହେଲେ ଯାଇକି ଝାଡୁ କରିବେ। ଓକେ। ଆଉ ସେମିତି ଲୋକମାନଙ୍କ ପାଇଁ ତାଙ୍କ ଘରେ କିଛି ଲୋକ କାମ କରିବା ପାଇଁ ଦରକାର। ଆଉ କାମ ଯେତେବେଳେ କେତେବେଳେ ଜଣେ କରିବ, ଯେତେବେଳେ ତାର ହବ ନାହିଁ ସେତେବେଳେ ଆପଣଙ୍କ ଘରେ ଚାକର ହେଇକି ରହିବ ନା। ନହେଲେ ଜଣେ ଚାକର ହେଇକି କାହିଁ ରହିବ, ସିଏ ବି ତ ଅଲଗା ସବୁ କାମ କରିବ। ତ ଗୋଟେ ପ୍ରକାର କଣ, ଯୋଉମାନେ ଉପରେ ଥାନ୍ତି ତଳ ଲୋକକୁ ଅପରେସନ କରନ୍ତି। ଆଉ ଉପରେ ଥିବା ଲୋକ ଗୁଡାର କାଟାଗୋରିଜ ଆମେ ନର୍ମାଲି 3 ପ୍ରକାର ଦେଖିବାକୁ ପାଆନ୍ତି। କିଏ କିଏ? ପ୍ରଥମେ ହଉଛନ୍ତି ସ୍ପିରିଚୁଆଲ ଲିଡର, ଯୋଉମାନେ ସ୍ପିରିଚୁଆଲି ଉପରେ ଅଛନ୍ତି, ଲୋକମାନଙ୍କୁ ସ୍ପିରିଚୁଆଲି କଣ୍ଟ୍ରୋଲ କରନ୍ତି। କିଛି ପଲିଟିକାଲ, ପଲିଟିକାଲ ଭିତରେ ଆପଣଙ୍କର ପ୍ରେସିଡେଣ୍ଟ ଯଦି କହିବା ନେତା ମାନେ, ବାବୁ ମାନେ ବା ଯୋଉମାନେ ଅଫିସର ମାନେ ଅଛନ୍ତି ଏମାନେ। ଆଉ କିଛି ଇକୋନୋମିକାଲି ମିନ୍ସ ଯୋଉମାନେ ବିଜନେସ କରୁଛନ୍ତି ବା ରନିଂ କରୁଛନ୍ତି ଆପଣଙ୍କର ବିଜନେସ, ଯୋଉମାନେ ଉପରେ ଅଛନ୍ତି ସେମାନେ ନିଜ କାମ ନିଜେ କେବେ ବି କରିବେ ନାହିଁ। ଓକେ, ଇଏ ହଉଛି କଥା। ତ ତାଙ୍କ ଘରେ କାମ କରିବା ପାଇଁ ଲୋକ ଦରକାର, ଚାକର ଚାକରାଣୀ ଦରକାର, ମୂଲିଆ ଲୋକ ଦରକାର। ତ ସେମାନଙ୍କ ଘରେ କାମ କରିବା ପାଇଁ ଲୋକ ଗରିବ ହେବା ନିହାତି ଜରୁରୀ। ସେଇଥିପାଇଁ ଇଣ୍ଟେନସନାଲି କିଛି ଗ୍ରୁପକୁ ଆପଣଙ୍କର ସେଇଆ କରିକି ରଖାଯାଏ, ଯୋଉମାନେ କି ତାଙ୍କ ଘରେ ସର୍ଭିସ ପ୍ରୋଭାଇଡ କରିବେ। ଓକେ। ଆଉ ସେଇ 3ଟା ଜିନିଷକୁ ହିଁ ଇଏ ଆନାଲିସିସ୍ କରିଛନ୍ତି ଲେନିନ୍ ଧର୍ମରେ। ସିଏ କହିଲେ ଯେ ଇଟ୍ ଇଜ ଏ ଫର୍ମ ଅଫ ସ୍ପିରିଚୁଆଲ ଅପରେସନ। ଓକେ, ଏଟା ଗୋଟେ ସ୍ପିରିଚୁଆଲ ଅପରେସନ। କଥାଟା କଣ କି, ଭଗବାନଙ୍କ ନାଁରେ ଯଦି ନ ଡରେଇଲେ ଆପଣଙ୍କୁ କଣ ପାଇଁ ଚର୍ଚ୍ଚକୁ ଯିବେ ମତେ କହିଲେ? ଚର୍ଚ୍ଚକୁ ଯିବାର 2ଟା କାରଣ। ଗୋଟେ ଆଇଦର ଆପଣଙ୍କୁ ଡରିକି ଯାଉଛନ୍ତି, ଭଗବାନଙ୍କୁ ମୁଁ ଯଦି ସଣ୍ଡେ ନ ଯାଉଛି, ଏଠି ଯଦି ଏମିତି ନ କରୁଛି ତାହେଲେ ମୋର କଣ ଗୋଟେ ଅସୁବିଧା ହେଇଯିବ, ସେଇଆ ଡରିକି ଯିବେ ଚର୍ଚ୍ଚକୁ। ଯେହେତୁ ଲେନିନ୍ ଚର୍ଚ୍ଚ କଥା କହୁଥିଲେ, ମୁଁ ଚର୍ଚ୍ଚ କଥା ହିଁ କହୁଛି, ବାକି ସମସ୍ତଙ୍କ ପାଇଁ ବି ଏଟା ଇକ୍ୱାଲି ଲାଗୁ। ଓକେ। ଆପଣଙ୍କର ଆଉ ନହେଲେ କଣ ପାଇଁ ଯିବେ? ଚର୍ଚ୍ଚ ମାନେ କଣ କରୁଥିଲେ ସେତେବେଳେ? ସାର୍ଟିଫିକେଟ ଦଉଥିଲେ। ଚର୍ଚ୍ଚ ଯଦି ସାର୍ଟିଫିକେଟ ଦେଇଦେଲା, ଆପଣଙ୍କୁ ସ୍ୱର୍ଗକୁ ରାସ୍ତା ମିଳିଗଲା, ଆପଣ କଣ ହେଇଯିବେ? ସ୍ୱର୍ଗରେ ପହଞ୍ଚିବେ। ବର୍ତ୍ତମାନ ଯାହାବି ବେଳେ ବେଳେ ଆମ ଲୋକମାନଙ୍କର କଣ ହୁଏ କି ମେଣ୍ଟାଲିଟି ଆଉ, ଏଇ ପୃଥିବୀଟାରେ ତ ଏମିତି ହିଁ ବିତିଗଲା ବିତିଗଲା, ଆଟଲିଷ୍ଟ ମଲା ପରେ ହେଲେ ମୁଁ ଭଲରେ ରହିବି। ମଲା ପରେ ଭଲରେ କେତେବେଳେ ରହିବେ? ଯେତେବେଳେ ଚର୍ଚ୍ଚକୁ ଯିବେ। ସେଠି କିଛି ଲୋକ ବସିଛନ୍ତି ମଜାରେ, ପୁରା ଆରାମରେ ବିନ୍ଦାସରେ ବସିଛନ୍ତି, ସେମାନେ ଆପଣଙ୍କୁ ହେଲ୍ପ କରିବେ। ସେମାନେ ଆଇଦର ସାର୍ଟିଫିକେଟ ଦେବେ ଆପଣଙ୍କୁ, ନହେଲେ ଆପଣଙ୍କର କଣ ସେଠି ଯାଉଛନ୍ତି ଆଶୀର୍ବାଦ ଦେଲେ ଆପଣ ଯିବେ, ଏଇ କଥା ତ। ରିଲିଜିୟନର କାମ କେବଳ ସ୍ପିରିଚୁଆଲ ଅପରେସନ ହିଁ, ସେ କଥାଟା ଲେନିନ୍ କହିଲେ। ଓକେ। ଲେନିନ୍ କହିଲେ ଯେ ଇଟ୍ ଇଜ ମାନେ କଣ, ଇଟ୍ ଇଜ ଏ ଫର୍ମ ଅଫ ସ୍ପିରିଚୁଆଲ ଅପରେସନ। ଆଉ କଣ କହିଲେ ସିଏ? ଦେଖନ୍ତୁ, ଏକ୍ସପ୍ଲଏଟେସନ ମୁଁ 3 ପ୍ରକାର ଏକ୍ସପ୍ଲଏଟେସନ କହିଲି, ସ୍ପିରିଚୁଆଲ ଏକ୍ସପ୍ଲଏଟେସନ, ପଲିଟିକାଲ ଏକ୍ସପ୍ଲଏଟେସନ, ଇକୋନୋମିକ ଏକ୍ସପ୍ଲଏଟେସନ। 3 ପ୍ରକାର। ହଁ, ଆଉ ଗୋଟେ ପ୍ରକାର ଏକ୍ସପ୍ଲଏଟେସନ ବି ଅଛି, ସେଟା କଲଚରାଲ ଏକ୍ସପ୍ଲଏଟେସନ ବୋଲି ବି ଆପଣ କହିପାରିବେ। କିନ୍ତୁ ସେଟା ବହୁତ କମ ମାତ୍ରାରେ ହୁଏ ପ୍ରାୟ ଟ୍ରାଡିସନାଲ ମଡର୍ଣ୍ଣ ସୋସାଇଟି ଗୁଡାରେ। କିନ୍ତୁ ଯୋଉମାନେ ଆପଣଙ୍କର ମେଡିଭାଲିଜିମଟାକୁ ହିଁ ବଞ୍ଚେଇକି ରଖିଛନ୍ତି, ତାଙ୍କ ଭିତରେ ଟିକେ ବେଶୀ ହେବାର ଆମେ ଦେଖିବା ପାଇଁ ପାଆନ୍ତି। ତ ସିଏ କହୁଛନ୍ତି ଏ ମାନିଫେଷ୍ଟେସନ ଅଫ ହ୍ୟୁମାନ ହେଲ୍ପଲେସନେସ ଏଗନେଷ୍ଟ ନେଚର ଆଣ୍ଡ ଏକ୍ସପ୍ଲୋଇଟେସନ। କଥାଟା ହଉଛି, ବହୁତ ବେଳେ ବେଳେ ଏମିତି ଜିନିଷ ହୁଏ, ନେଚର ଆମ ହାତରେ କଣ୍ଟ୍ରୋଲରେ ନଥାଏ, କେବେ ବି ନଥାଏ। ଏବେ କଣ ଆପଣଙ୍କର ଗୋଟେ ବାତ୍ୟାଟେ ଆସିବ, ମହାବାତ୍ୟାଟେ ଆସିବ, ଆମେ ତାକୁ ଅଟକେଇ ଦେଇପାରିବା କି? ଅଟକେଇ ଦେଇପାରିବାନି। ପୂର୍ବରୁ କଣ ହଉଥିଲା, ଆମେ ସେ ବିଷୟରେ ଜାଣି ପାରୁନଥିଲେ, ହଠାତ୍ କି ଆସୁଥିଲା ବର୍ଷା, ହଉଥିଲା ହଉଥିଲା ଧୀରେ ଧୀରେ, ଯେମିତି 1999 ମହାବାତ୍ୟା କଥା। ମେ ବି ଆପଣମାନଙ୍କ ଭିତରୁ ଅଧିକାଂଶ ଜନ୍ମ ହେଇନଥିବେ, ମେ ବି ଜନ୍ମ ହେଇନଥିବେ ଆପଣମାନଙ୍କ ଭିତରୁ। ଓକେ। ଆଉ ଯଦି କିଏ ହେଇଥିଲେ ତାହେଲେ ବି ଆପଣମାନେ ଜାଣିନଥିବେ। ଆମେ କିନ୍ତୁ ସେତେବେଳେ ଏକ୍ସପିରିଏନ୍ସ, 99ରେ ମୁଁ କ୍ଲାସ୍ 8ରେ ପଢୁଥିଲି। ଓକେ। ପୁରା ଏକ୍ସପିରିଏନ୍ସ ଥିଲା, ଯଦି ବା ଆମେ ହଷ୍ଟେଲରେ ଥିଲୁ ସେତେବେଳେ, କିନ୍ତୁ ଷ୍ଟିଲ୍ ବି ସେତେବେଳେ ଜଣା ପଡିଯାଉଥିଲା। ଆପଣଙ୍କର ବର୍ଷା ଆରମ୍ଭ ହେଲା ହେଲା, ତାପରେ ଧୀରେ ଧୀରେ ବାତ୍ୟା ହେଇଗଲା ହଠାତ୍ କି। ଆପଣଙ୍କୁ କଣ ଲାଗୁଛି? ଝଡି ବର୍ଷା ହଉଛି ହଉଛି, କିନ୍ତୁ ଏମିତି ଜିନିଷ ଗୋଟେ ଆସୁଛି ବୋଲି ଜାଣିବା ପାଇଁ ସେତେବେଳେ ଟେକ୍ନୋଲୋଜି ନଥିଲା। ରେଜଲ୍ଟ କଣ ହଉଥିଲା? ସେମିତି ଯୋଉ ନେଚରରୁ ବଞ୍ଚିବା ପାଇଁ, କଥାଟା ହଉଛି ସେଇ ନେଚରର ଯୋଉ ଆମେ କ୍ରୋଧଟା ଦେଖନ୍ତି ବା ନେଚରର ଯୋଉ ମାନେ କଣ ୱାର୍ଥଟା ଦେଖନ୍ତି, ୱାର୍ଥଟା ଦେଖନ୍ତି, ସେଥିରେ ଆମେ କମ୍ପ୍ଲିଟ ହେଲ୍ପଲେସ୍। ତ ସେଥିପାଇଁ କଣ କରିବା? ଜଣେ ହିଁ ବଞ୍ଚେଇ ପାରିବେ, ସିଏ ହେଲେ ଭଗବାନ। ଆମେ ସେଇଥିପାଇଁ ଯାଆନ୍ତି। ନହେଲେ ଯୋଉ ଏକ୍ସପ୍ଲଏଟେସନଟା ହଉଛି, ଯୋଉମାନେ ଆପଣଙ୍କର ଯୋଉମାନେ ହାଭ୍ ନଟ୍ କୁ ଏକ୍ସପ୍ଲଏଟେସନ କରୁଛନ୍ତି, ହାଭ୍ ନଟ୍ ମାନଙ୍କ ପାଖରେ କିଛି ଆଉ ରାସ୍ତା ନାହିଁ, କେବଳ ଆପଣଙ୍କ ସେମାନେ କଣ କରିବେ ନା ଧର୍ମ ପାଖକୁ ହିଁ ଯିବେ, ଯୋଉଥିରେ କି ଆପଣଙ୍କର ସିଏ ଗୋଟେ ଆପଣଙ୍କର ଯଦି କହିବା ରିଲିଜିଅନ କେବଳ ସେଇଥିପାଇଁ ଏଇ କଥାଟା ଲେନିନ୍ କହିଲେ। ସିଏ କହିଲେ ଆଉ ଗୋଟେ ବି କଥାଟା ସିଏ ପଏଣ୍ଟଟା ଆଡ୍ କଲେ, ଏ ଟୁଲ ୟୁଜ୍ଡ ବାଇ ରୁଲିଂ କ୍ଲାसेସ୍। ଓକେ। ରୁଲିଂ କ୍ଲାସ କୋଉ ମାନେ? ସେ ଚର୍ଚ୍ଚ ହୁଅନ୍ତୁ, ମୋନାର୍କି ହୁଅନ୍ତୁ,
फ्यूडाल लॉर्ड हुଅନ୍ତୁ ଏମାନେ ସମସ୍ତେ ଏମାନେ ଧର୍ମଟାକୁ କେବଳ ଟୁଲ୍ସ ଭାବରେ ବ୍ୟବହାର କରନ୍ତି ଟୁ ମେଣ୍ଟେନ୍ ଡମିନାନ୍ସ ଯୋଉ କଥାଟା ମୁଁ ଆଗରୁ ଏକ୍ସାମ୍ପଲ ଦେଇକି ଥରେ ବୁଝଉଥିଲି ଆପଣଙ୍କୁ ଓକେ କପିଳେନ୍ଦ୍ର ଦେବ କହିଲେ ଯେ ଭଗବାନଙ୍କର ମାନେ କଣ ଆଦେଶ ହେଇଛି ଯେ ମୁଁ ହମିର ଦେବକୁ ନୁହଁ ପୁରୁଷୋତ୍ତମ ଦେବକୁ ମୁଁ ଆପଣଙ୍କର କଣ କରିବି ନା ରାଜା କରିବି କଣ ସତରେ ଭଗବାନ ଆଦେଶ ଦେଇଥିଲେ ଟେକ୍ନିକାଲି ମତେ କହିଲେ କାହିଁକି ଭଗବାନ ସେମିତି ଗୋଟେ ଆଦେଶ ଦେବେ କଣ ପାଇଁ ଭଗବାନ ଆଦେଶ ଦେବେ ଭଗବାନ ଏମିତି ବି ମଣିଷ ମାନଙ୍କର କୌଣସି କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି ନାହିଁ ଭଗବାନ କେବେ ହସ୍ତକ୍ଷେପ କରନ୍ତି ନାହିଁ ଭଗବାନ କାହିଁକି କରିବେ ଭଗବାନ ସମସ୍ତଙ୍କ ପାଇଁ ସମାନ ଓକେ ପ୍ରତ୍ୟେକ ଲୋକ ନିଜ କର୍ମ ଫଳ ଭୋଗିତା ଏଟା ଟ୍ରୁଥ ଆମେ ଯେମିତି କର୍ମ କରିବା ସେଇ ହିସାବରେ ଫଳ ପାଇବା ଆମେ ଯଦି ଏବେ 10 ଘଣ୍ଟା 12 ଘଣ୍ଟା ପାଠ ପଢିବା ନିହାତି ଓଏସଟେ ହେବା ଯଦି ଆମେ ନ ପଢିବା ତାହେଲେ ହେଇପାରିବାନି ଇଏ ଟ୍ରୁଥ ଭଗବାନ ଏଥିରେ କଣ କରିପାରିବେ ଓକେ ଭଗବାନ କର୍ମ ଫଳ ଦିଅନ୍ତି ଭଗବାନ କାହିଁକି ସ୍ୱପ୍ନ ଦେଶ ଦେଇକି କହିବେ ଯେ ତାକୁ ନୁହଁ ୟାକୁ ରାଜା କର ବୋଲି ତ ରାଜା ମାନେ ଆପଣଙ୍କର ସେ ରୁଲିଂ କ୍ଲାସ ମୋନାର୍କି ଫ୍ୟୁଡାଲ ଲର୍ଡସ ଅଲ୍ ଦିସ୍ ୟୁଜ୍ଡ ରିଲିଜିୟନ ଓନଲି ଆଜ ଏ ଟୁଲ୍ସ ଟୁ ମେଣ୍ଟେନ୍ ଡୋମିନାନ୍ସ ସେମାନେ କେବଳ ଡୋମିନାନ୍ସ ମେଣ୍ଟେନ୍ କରିବା ପାଇଁ ରିଲିଜିୟନକୁ ଟୁଲ୍ସ ଭାବରେ ବ୍ୟବହାର କରନ୍ତି ଏଇ କଥାଟା ଲେନିନ୍ ଆପଣଙ୍କର କୁହନ୍ତି ଓକେ ଲେନିନଙ୍କର କହିବା କଥା ହେଲା ଯେ ରିଲିଜିୟନ ଟିଚେସ୍ ସବମିଶନ ନଟ୍ ଷ୍ଟ୍ରଗଲ ରିଲିଜିୟନ ସବମିଶନ କହେ ମାନେ କଣ ଆପଣ ବିପଦରେ ପଡିଗଲା ଦୁଃଖରେ ପଡି ଯାଉଛନ୍ତି ଯେମିତି ବହୁତ ମୁଁ ବି ସେମିତି ଓକେ ଆଇ ଆମ୍ ନଟ୍ ଅଲସୋ ଭେରି ଡିଫରେଣ୍ଟ ଓକେ କଣ ପାଇଁ ନା ଷ୍ଟ୍ରଗଲ ଯୋଉ ପିରିୟଡ ଟା ଆପଣଙ୍କର ଇମାଜିନ ବାହାରେ ଓକେ ମୁଁ କହିଲେ ମାନେ ଷ୍ଟ୍ରଗଲର କଞ୍ଚା ଷ୍ଟ୍ରଗଲ ଟାକୁ ମୁଁ ସାମ୍ନା କରିଛି ଛୋଟ ବେଳୁ ଓକେ ବହୁତ ଛୋଟ ବେଳୁ ଖାଇବାକୁ ବି ନଥିଲା ସେମିତି ଷ୍ଟେଜ ରୁ ମାନେ ଏଇ ଜାଗାରେ ବେଳେ ବେଳେ କଣ ହୁଏ ମାନେ ଆପଣ ଏମିତି ହେଇଯିବେ ନିଦା ବିଷ୍ଣୁ ହେଇଯିବେ ମାନେ କଣ କହିବାର ଅର୍ଥଟା ହଉଛି ଆପଣ କେତେ ଷ୍ଟ୍ରଗଲ କରିବେ ଷ୍ଟ୍ରଗଲ କରି କରି ଥକି ଗଲେ କଣ ହେଇଯିବ ସବମିଶନ ହେଇଯିବେ ଯେ ଭଗବାନ ଆଉ ହବ ନାହିଁ ମୋ ଦ୍ଵାରା ଓକେ ଦ୍ରୌପଦୀ ଯେମିତି କଣ କଲେ ହାତ ଟେକିଦେଲେ ସିଏ ଦେଖିଲେ କେହି ବି ଶୁଣୁନାହାନ୍ତି ନିଜ ପାଖରେ ସେତିକି ସାମର୍ଥ୍ୟ ନାହିଁ ଓକେ ତ ମେନ୍ କଥାଟା କିନ୍ତୁ ଆପଣଙ୍କର ଲେନିନ୍ କହୁଛନ୍ତି ସେଇ କଥାଟା ଯେ ରିଲିଜିୟନ କେବଳ ସବମିଶନ କରିବା ଶିଖାଏ ଯେ ତମେ କ୍ୱେଶ୍ଚେନ କରନି ଓକେ ଷ୍ଟ୍ରଗଲ କରନି ତମର ଯୋଉ ଅବସ୍ଥା ହେଇଛି ସେଥିପାଇଁ ତମେ ଷ୍ଟ୍ରଗଲ କରନି ତମର ଯଦି ର୍ୟାଙ୍କ କମ ହେଇଯାଉଛି ସ୍କୋର କମ ହେଇଯାଉଛି ତମେ ଆଉ 2 ଘଣ୍ଟା ପରିଶ୍ରମ କର ସେମିତି ନୁହଁ ରିଲିଜିୟନ କଣ କୁହେ ଭଗବାନଙ୍କର ଆଶୀର୍ବାଦ ନିଅ ବର୍ତ୍ତମାନ ଏଇ ଦଶାଟି ଚାଲିଛି ଏଇଆ ହଉଛି ତମେ ସେଥିପାଇଁ ଏଇଆ କର ଏଇ କଥାଟି ରିଲିଜିୟନ କୁହେ ଓକେ ଆଉ ଆମେ ତାକୁ କରନ୍ତି ବି ଲେନିନ୍ ସେଇଟା ଲେନିନ୍ ବି କରିଥିଲେ ଆପଣଙ୍କର ତାଙ୍କ ଷ୍ଟ୍ରଗଲ ପିରିୟଡରେ ସିଏ ସାମ୍ନା କରିଥିବେ ନିଶ୍ଚିନ୍ତ ଭାବରେ କଣ ମାନେ ନିଜର ମନ କଥାଟା ସିଏ ସେଟାକୁ କହୁଛନ୍ତି ରିଲିଜିୟନ ଟିଚେସ୍ ସବମିଶନ ନଟ୍ ଷ୍ଟ୍ରଗଲ ଓକେ ସେ କୁହନ୍ତି ଯେ ଇଟ୍ ଜଷ୍ଟିଫାଇଡ୍ ସଫରିଂ ଇନଷ୍ଟେଡ୍ ଅଫ୍ ରିମୁଭିଂ ଇଟ୍ ଆପଣଙ୍କ ଯଦି ସଫରିଂ ହଉଛି ତାହେଲେ ସେଥିପାଇଁ ଯେମିତି କଣ କି ଆଜି ଆମେ ଭଲରେ ରହୁନାହାନ୍ତି ଆମେ କଣ କହୁଛନ୍ତି ଆମର ପୂର୍ବ ଜନ୍ମରେ କିଛି ପାପର କର୍ମ କରିଥିଲୁ ମାନେ ନିଜକୁ ଦୋଷ ଦଉଛନ୍ତି କିନ୍ତୁ ଆକ୍ଚୁଆଲି ଆମେ ନିଜେ ଦୋଷୀ ନୁହଁ ଆମର ପରିବେଶଟା ଦୋଷୀ ଓକେ ଆମ ପରିବେଶ ଆମକୁ ସେଇ ଜିନିଷଟା କରେଇବାକୁ ଦଉନାହିଁ ଆମେ ସେ ପରିବେଶଟାକୁ ଦାୟୀ କରୁନାହାନ୍ତି ମେ ବି ଜାଣିଛନ୍ତି ଆମେ ଭଲ ଭାବରେ ଜାଣିଛନ୍ତି ଯେ ଆମର ପରିବେଶରେ ଆମର ଯୋଉ ଏନଭାରମେଣ୍ଟଟା ରହିଛି ସିଏ ହିଁ ଆମ ପାଖରେ ଏମିତି ଗୋଟେ ସିଚୁଏସନଟେ କ୍ରିଏଟ କରିଛି ଯୋଉଥିପାଇଁ କି ଆମେ ବାରମ୍ବାର ଫେଲୁଅର ହଉଛନ୍ତି କିନ୍ତୁ ଷ୍ଟିଲ୍ ଆମେ ସେ ଏନଭାରମେଣ୍ଟଟାକୁ ଦୋଷ ଦେଇ ପାରିବାନି କଣ ପାଇଁ ବିକଜ वी आर ପାର୍ଟ ଅଫ ଦ୍ୟାଟ ଏନଭାରମେଣ୍ଟ ରେଜଲ୍ଟ କଣ ଆମେ ସବମିଶନ କରିଦିଅନ୍ତି ସଫରିଂଟାକୁ ଜଷ୍ଟିଫାଇ ହଁ କଣ ନା ପାପ କରିଥିଲେ କୋଉ ଜନ୍ମରେ ତାର ଫଳଟି ପାଉଛନ୍ତି ଓକେ ଆମେ ତାକୁ ନେଇଯାଆନ୍ତି ଆଉ ଧର୍ମଟା ଆମକୁ କେବଳ ସେଇ ଜିନିଷଟା ହିଁ ଶିଖାଏ ଓକେ ସିଏ କହୁଛନ୍ତି ଯେ ରିଲିଜିୟନ ରେନଫୋର୍ସେସ୍ ଫାଟାଲିଜିମ୍ ଓବିଡିଏନ୍ସ ଆଣ୍ଡ ଅନଇକ୍ୱାଲ ସୋସିଆଲ ଅର୍ଡର ଅନଇକ୍ୱାଲ ସୋସିଆଲ ଅର୍ଡରକୁ ରିଲିଜିୟନ ଜଷ୍ଟିଫାଇ କରେ ହୁଏନି ସେଟା ବ୍ରାହ୍ମଣ ମାନେ ହିଁ ଆମର ପୂଜା କରନ୍ତି କାହିଁକି ବ୍ରାହ୍ମଣ ମାନେ ପୂଜା କରନ୍ତି ଯଦି ବା ଆମର ସୋସାଇଟିରେ ଅନ୍ୟମାନେ ବି ପୂଜା କରୁଥିବାର ଦେଖନ୍ତି ବୈଷ୍ଣବ ସମ୍ପ୍ରଦାୟ ସେମାନେ ବି ପୂଜା ପାଠ କରନ୍ତି ଆମେ ବି ଡାକିକି ସେମାନଙ୍କୁ ପୂଜା କରୁଛୁ ଖାଲି ସେଇଆ ନୁହଁ ଓଡ଼ିଶାର ଯେତିକି ସୁପ୍ରସିଦ୍ଧ ଆପଣଙ୍କର ମନ୍ଦିର ଗୁଡାରେ ବ୍ରାହ୍ମଣ ମାନେ ପୂଜା କରୁଥିବାର ନାଜିର ନାହିଁ ଯେମିତିକି ଶ୍ରୀମନ୍ଦିର ଯଦି କଥା କହିବେ ସେଠି ସେମାନେ ତ ପିଓର ବ୍ରାହ୍ମିନ୍ସ ନୁହନ୍ତି ଯାହା ଆମର ଶାସ୍ତ୍ର କୁହେ ସେମାନେ ଆପଣଙ୍କର ଜଣେ ଆଦିବାସୀ ଆଉ ଜଣେ ବ୍ରାହ୍ମିନ୍ସଙ୍କର ମିଳିତ ମାନେ କମ୍ବିନେସନରୁ ଆପଣଙ୍କର ଜନ୍ମ ହେଇଥିବା ଗୋଟେ ଗୋଷ୍ଠୀ ମିନ୍ସ ବିଦ୍ୟାପତି ଆଉ ଲଳିତାଙ୍କର ଔରସରୁ ଜନ୍ମ ହେଇଥିବା ବ୍ୟକ୍ତିମାନେ ଆପଣଙ୍କର ପୂଜା କରୁଥିବାର ଆମେ ଦେଖିବା ପାଇଁ ପାଆନ୍ତି ଏଗେନ୍ ଯଦି ଘଟଗାଁ ଆପଣଙ୍କର ଆସିବା ଆମର କେନ୍ଦୁଝରରେ ଘଟଗାଁ ମନ୍ଦିରରେ ବି ଏଠି ବି ଦେହୁରୀ ମାନେ ପୂଜା କରୁଥିବାର ଆମେ ଦେଖିବାକୁ ପାଆନ୍ତି ବ୍ରାହ୍ମିନ୍ସ ମାନେ ନୁହଁ କିଛି ଫ୍ୟୁ ଏକ୍ସେପସନ ଅଛି କିନ୍ତୁ ସେଇ ଏକ୍ସେପସନ ଟାକୁ ଆମେ ସାର୍ଟିଫାଇ କରିପାରିବାନି କଣ ପାଇଁ ନା ପୂଜା ବ୍ରାହ୍ମଣ ମାନେ ହିଁ କରନ୍ତି ଦିସ୍ ଇଜ ଟ୍ରୁଥ
ତ ସେମାନେ ହିଁ ପୂଜା କରିବାର ଅଧିକାର ପାଉଛନ୍ତି ମାନେ କଣ? ଯୋଉ ଅନଇକ୍ୱାଲ ସୋସିଆଲ ଅର୍ଡରଟା ଅଛି ସେଟାକୁ ଜଷ୍ଟିଫାଇ କରୁଛି କିଏ କରୁଛି? ରିଲିଜିଅନ କରୁଛି। ରିଲିଜିଅନ ହିଁ କହୁଛି ନା ବ୍ରାହ୍ମଣ ମାନେ ହିଁ ପୂଜା କରିବାର ଅଧିକାରୀ ବୋଲି। ଏଇଟା କିଏ କରୁଛି? ତ ରିଲିଜିଅନ ଟା ଗୋଟେ ଅନଇକ୍ୱାଲ ସୋସିଆଲ ଅର୍ଡର କୁ ଜଷ୍ଟିଫାଇ କରେ, ରିଇନଫୋର୍ସ କରେ। ଓକେ, ତ ଯାହା ଅପରେସନ ହଉଛି, ଅପରେସ୍ଡ ହଉଛି, ଓକେ, ତାକୁ ବି ଜଷ୍ଟିଫାଏ କରେ କିଏ? ରିଲିଜିଅନ। ଓକେ, ତ ଫାଇନାଲି ଆପଣଙ୍କର ସିଏ ଏଇଗୁଡାରୁ କନକ୍ଲୁଜନ ରେ ଇଆ ପହଞ୍ଚିଗଲେ। କନକ୍ଲୁଜନ ଷ୍ଟେଟମେଣ୍ଟଟା ଆପଣଙ୍କର ଯଦି କହିବା ଲେନିନଙ୍କର ହଉଛି ସେଇଟା, ରିଲିଜିଅନ ଆଜ ଆନ୍ ଇନଷ୍ଟ୍ରୁମେଣ୍ଟ ଅଫ କ୍ଲାସ ଅପରେସନ। ଓକେ, ୟାକୁ ସିଏ କ୍ଲାସ ଅପରେସନ ର ଗୋଟେ ଇନଷ୍ଟ୍ରୁମେଣ୍ଟ ବୋଲି ଆପଣଙ୍କର କୁହନ୍ତି। ଓକେ, ସିଏ କହିଲେ ଯେ ରିଲିଜିଅନ ଇଜ ନଟ୍ ଏ ନ୍ୟୁଟ୍ରାଲ ଫେଥ ସିଷ୍ଟମ। ଏଟା କୌଣସି ନ୍ୟୁଟ୍ରାଲ ଫେଥ ସିଷ୍ଟମ ନୁହଁ। ଓକେ, ଇଟ୍ ଇଜ ଟାଏଡ୍ ଟୁ ସ୍ପେସିଫିକ୍ କ୍ଲାସ ଇଣ୍ଟରେଷ୍ଟ। ଏ କମ୍ପ୍ଲିଟଲି ସ୍ପେସିଫିକ୍ କ୍ଲାସ ଇଣ୍ଟରେଷ୍ଟ କୁ ହିଁ ନେଇକି ଅଛି। ଏଇ କଥାଟା ଆମେ ଦେଖିବାକୁ ପାଆନ୍ତି। ଓକେ, ତ ମେନଲି ଆପଣଙ୍କର କ୍ଲାସ ଅପରେସନ କେମିତି ହଉଛି? ସିଏ କହୁଛନ୍ତି ଯେ ଦ ଚର୍ଚ୍ଚ ଆଜ ଆଲି ଅଫ ଦ ଏକ୍ସପ୍ଲଏଟର। ଚର୍ଚ୍ଚ ମାନେ ଯିଏ ଏକ୍ସପ୍ଲଏଟେସନ କରୁଛନ୍ତି ତାଙ୍କର ଏମାନେ ଆଲାୟାନ୍ସ ରେ ଅଛନ୍ତି। ଆଉ ଏଟା ଟ୍ରୁଥ। ଓକେ, ରିଲିଜିଅନ ଆଉ ପଲିଟିକ୍ସ ଅଲଗା ହେଇକି କେବେ ବି ବଞ୍ଚି ପାରିବେନି। ଯଦି ସେମାନେ ଅଲଗା ହେଇଯାନ୍ତି ତାହେଲେ ଦି ଜଣ ଯାକ ସଫରର ହେବେ। ଓକେ, ଆଉ ପର୍ଟିକୁଲାରଲି ଯେତେବେଳେ ଅଟୋକ୍ରାଟିକ ରୁଲ ଆସେ, ମୋନାର୍କିକାଲ ରୁଲ ଆସେ, ସେତେବେଳେ ଏ କଥାଟି ବେଶୀ ଲାଗୁ ହୁଏ। କଣ ପାଇଁ ନା ମୋନାର୍କିକୁ ସଷ୍ଟେନ କରିବା ପାଇଁ ଲୋକମାନଙ୍କ ଭିତରେ କଣ ଧର୍ମର ନିଶା ପୋଷିବା ଦରକାର, ନହେଲେ ଲୋକମାନେ କ୍ୱେଶ୍ଚେନ କରିବେ। ଓକେ, କ୍ୱେଶ୍ଚେନ କଲେ ମୋନାର୍କି ତିଷ୍ଠିବନି। ତ ସିଏ କହୁଛନ୍ତି ଚର୍ଚ୍ଚ ଆଜ ଦ ଆଲେ ଅଫ ଦ ଏକ୍ସପ୍ଲଏଟର। ସିଏ କହୁଛନ୍ତି ରୁଷିଆ, ଜାରିଷ୍ଟ ରୁଷିଆରେ ଆପଣଙ୍କର ଯୋଉ ଅର୍ଥୋଡକ୍ସ ଚର୍ଚ୍ଚ ଅଛି ଦ୍ୟାଟ୍ ସପୋର୍ଟ ଅଟୋକ୍ରାସି। ଓକେ, ଯୋଉ ଅଟୋକ୍ରାସିଟା ଚାଲିଛି ବା ମୋନାର୍କିଟା ଚାଲିଛି ତାକୁ ଅର୍ଥୋଡକ୍ସ ଚର୍ଚ୍ଚ ସପୋର୍ଟ କରୁଛି। କଣ ପାଇଁ ସପୋର୍ଟ କରୁଛି ଦେଖନ୍ତୁ, ଯଦି ଗଣତନ୍ତ୍ର ହବ ଧର୍ମଟା ଆପଣଙ୍କର ସେମିତି ସ୍ପ୍ରେଡ କରିବନି। କଣ ପାଇଁ କହିଲେ? ଧର୍ମକୁ ନେଇକି ସମସ୍ତଙ୍କର ଭ୍ୟୁଟା ଅଲଗା ଅଲଗା। ଏଭ୍ରି ୱାନ୍, ମୋ ଭ୍ୟୁ ଅଲଗା, ଆପଣମାନଙ୍କ ଚାରି ପାଞ୍ଚ ଜଣ ଯେ ଜଣ କ୍ଲାସରେ ଅଛନ୍ତି ସମସ୍ତଙ୍କର ଭ୍ୟୁ ଅଲଗା ହବ। ଧର୍ମ କଣ କହିଲେ ସିଏ ଇଭିନ୍ ଆପଣଙ୍କର ଗୋଟେ କମ୍ୟୁନିଟି, ସେ ହିନ୍ଦୁ ମାନଙ୍କ ଭିତରେ ଅଲଗା ଅଲଗା, ଇଭିନ୍ ମୁସଲିମ ମାନଙ୍କ ଭିତରେ ବି, ତାଙ୍କ ଭିତରେ ବି ଇଚ୍ ଇଣ୍ଡିଭିଜୁଆଲକୁ ନେଇକି ଆପଣଙ୍କର ଧର୍ମକୁ ନେଇକି ନାରେସନ ଅଲଗା ଅଲଗା। ଯିଏ ନିଜେ ଯେମିତି ପରିବେଶରେ ଥାଏ ସେଇ ହିସାବରେ ନେରେସନଟା ଆପଣଙ୍କର ହେଇଯାଏ। ଏଇଟା ଟ୍ରୁଥ ଏଇଟା। ତ ସେଇଥିପାଇଁ ଆପଣଙ୍କର ତ ସେଇ ସେମିତି ଗୋଟେ ଡେମୋକ୍ରାସିରେ ଆପଣଙ୍କ ଡେମୋକ୍ରାସିର ରୁଲରଟାକୁ କଣ୍ଟ୍ରୋଲ କରିହବନି। ମନ୍ଦିର ମାନେ ଆପଣଙ୍କର ମନ୍ଦିରର ଏଗନେଷ୍ଟରେ ଥିବା ଜଣେ ବ୍ୟକ୍ତି ଯଦି ଆପଣଙ୍କର ପ୍ରେସିଡେଣ୍ଟ ହେଇଗଲା, ପ୍ରାଇମ ମିନିଷ୍ଟର ହେଇଗଲା, ମନ୍ଦିର ବାଲା ତାକୁ କେମିତି ଆପଣଙ୍କର କଣ୍ଟ୍ରୋଲ କରିପାରିବେ? କଣ୍ଟ୍ରୋଲ କରିପାରିବେ। କିନ୍ତୁ ଅଟୋକ୍ରାସିରେ ବା ମୋନାର୍କି କଥା ଯେତେବେଳେ ଆସେ ସେତେବେଳେ ରାଜାର ଧର୍ମ ଯାହା, ପ୍ରଜାର ବି ଧର୍ମ ସେଇଆ। ତ ରାଜାକୁ କଣ୍ଟ୍ରୋଲ କରି ଗୋଟେ ବ୍ୟକ୍ତିକୁ କଣ୍ଟ୍ରୋଲ କରିବା ଇଜି। ସେଇଥିପାଇଁ ଆପଣଙ୍କର ଅର୍ଥୋଡକ୍ସ ଚର୍ଚ୍ଚ ଅଟୋକ୍ରାସିକୁ ସପୋର୍ଟ କରୁଥିଲା। ଓକେ, ମେନଲି ପ୍ରିଷ୍ଟ ପ୍ରେଜ୍ ଓବିଡିଏନ୍ସ ଟୁ ରୁଲର। ଯୋଉ ପ୍ରିଷ୍ଟ ମାନେ ଥାନ୍ତି ସେମାନେ କଣ କରନ୍ତି? ରାଜାଙ୍କ ପାଖରେ ଆପଣଙ୍କ ରାଜଭକ୍ତ ହେବା ପାଇଁ କୁହନ୍ତି। ଦେଶଭକ୍ତ ହେବା, ରାଜଭକ୍ତ ହେବା ବହୁତ ଡିଫରେନ୍ସ କଥା। ଓକେ, ଯେମିତି ମହାଭାରତରେ ଆମେ ଦେଖିଛନ୍ତି ଭୀଷ୍ମ ପିତାମହ ଆପଣଙ୍କ ରାଜଭକ୍ତ ଥିଲେ, ଦେଶଭକ୍ତ ନଥିଲେ। ଓକେ, ଅବଶ୍ୟ ଆମେ ସେମିତି କ୍ୱେଶ୍ଚେନ କରିବା କଥା ନୁହଁ ସିଏ ଯୋଉ ଜାଗାରେ ଥିଲେ, କିନ୍ତୁ ହ୍ୱାଟ ଏଭର ମେ ବି ଆମେ ଦେଖୁଛୁ ଯଦି ଦେଶଭକ୍ତ ହେଇଥାନ୍ତେ ମେ ବି ସିଚୁଏସନ କିଛି ଅଲଗା ହେଇଥିବ, ଆମେ ସେଟା ବେଟର ହବ ଯିବାନି। ଓକେ, ଆପଣଙ୍କର ଦେଶଭକ୍ତ ହେବା, ରାଜଭକ୍ତ ହେବା ଅଲଗା। ରାଜଭକ୍ତ ହେବା ରାଜାଙ୍କୁ ଆଖି ବୁଝିକି ସପୋର୍ଟ କରିବେ, ଦେଶଭକ୍ତ ହେବେ ରାଜା ଭୁଲ କରୁଛନ୍ତି ଆପଣ ତାଙ୍କୁ କହିବେ ରାଜା ବେଟା ଆପଣ ଭୁଲ କରୁଛନ୍ତି ବୋଲି। ଓକେ, ତ ମେନ୍ କଥାଟା ହଉଛି ପ୍ରିଷ୍ଟ ମାନେ ଲୋକମାନଙ୍କୁ ଶିଖାନ୍ତି ଯେ ରାଜଭକ୍ତ ହେବା ପାଇଁ, ଦେଶଭକ୍ତ ହେବାକୁ ସେମାନେ ଶିଖାନ୍ତିନି। ଓକେ, ଆପଣଙ୍କର ମେନଲି ଆଉ ଗୋଟେ କଥାଟା ହଉଛି ଚର୍ଚ୍ଚ ଦ୍ୱାରା ଏଇ ଯୋଉ ରିଲିଜିୟସ୍ ରିଚୁଆଲ ରେନଫୋର୍ସ ସୋସିଆଲ ହାଇରାର୍କି, ସୋସିଆଲ ହାଇରାର୍କିଟାକୁ ରିଲିଜିୟସ୍ ରିଚୁଆଲ ଗୁଡା ଆପଣଙ୍କର କଣ କରନ୍ତି? ରେନଫୋର୍ସଡ କରନ୍ତି। ଓକେ, ସିଏ କହନ୍ତି ତା ଛଡା ରିଲିଜିୟନ ୱିକେନ୍ କ୍ଲାସ ଷ୍ଟ୍ରଗଲ ବୋଲି ସିଏ କହିଲେ। ଏଇ ଯୋଉ ଧର୍ମଟା ଇଏ କ୍ଲାସ ଷ୍ଟ୍ରଗଲକୁ ଆପଣଙ୍କର ୱିକ୍ କରିଦିଏ ବୋଲି ସିଏ କହିଲେ। ଓକେ, କ୍ଲାସ ଷ୍ଟ୍ରଗଲକୁ ୱିକ୍ କରିଦିଏ ନିଶ୍ଚିନ୍ତ ଭାବରେ। ଓକେ, ଆପଣଙ୍କ ଧର୍ମଟା କଣ କରେ? ସବୁବେଳେ ଡାଇଭର୍ଟ କରେ। ଓକେ, ମାଟେରିଆଲ ଅପରେସନଟାକୁ ଧର୍ମଟା ଡାଇଭର୍ଟ କରେ। ପାକିସ୍ତାନ ଆପଣଙ୍କର କ୍ଲାସିକ ଏକ୍ସାମ୍ପଲ। ପାକିସ୍ତାନରେ ସେଇଆ ହଉନି ଆପଣଙ୍କର? ସେତେବେଳେ ବି ଯଦି କିଛି ଗୋଟେ ହେଇଯିବ ଆପଣଙ୍କର ସେମାନେ ଧର୍ମ ନାଁରେ ଏକାଠି ହେଇଯିବେ। ସେମାନେ ଜାଣୁଥିବେ ସେମାନେ ଆମକୁ ଅପ୍ରେସ କରୁଛନ୍ତି, କିନ୍ତୁ ଷ୍ଟିଲ୍ ସେମାନେ ଆପଣଙ୍କର ପାଟି ଫିଟେଇବେନି। କଣ ପାଇଁ ନା ଆମେ ଧର୍ମରେ ସମସ୍ତେ ଏକ। କିନ୍ତୁ ସେଇ ଏକ ନାଁରେ ସେମାନେ କିଛି ଲୋକ ଆରାମ କରୁଛନ୍ତି, ଆଉ କିଛି ଲୋକ ଆପଣଙ୍କର ଅବସ୍ଥା ବାର ବାଜି ଯାଇଛି। ପାକିସ୍ତାନର ସିଚୁଏସନ ବର୍ତ୍ତମାନ ସେଇଆ। ଇମରାନ ଖାନକୁ ନେଇକି ଦୁନିଆ ନ୍ୟୁଜ ଏବେ ଆସୁଛି ଆପଣଙ୍କ। ଆଉ ଆପଣଙ୍କ ରିଲିଜିୟନ
ଏନକରେଜେସ୍ ଆସେପ୍ଟାନ୍ସ ଅଫ ଇନିକ୍ୱାଲିଟି। ଇନିକ୍ୱାଲିଟି ପାଇଁ ଆମେ ବା ଏନଭାରମେଣ୍ଟ ଦାୟୀ ନୁହଁ। ଇନିକ୍ୱାଲିଟି ପାଇଁ ଦାୟୀ କିଏ? ନା ଦାୟୀ ହଉଛନ୍ତି ଭଗବାନ ବା ଆମର କର୍ମଫଳ। ଏଇ କଥାଟା କିଏ ଶିଖାଏ ଆମକୁ? ରିଲିଜିଅନ ଶିଖାଏ। ତ ଯେହେତୁ ଆମେ ଆମର କର୍ମଫଳ ଭୋଗ କରୁଛନ୍ତି, ଏଥର ଭଲ କାମ କରିବା, ହେଲେ ପୁଣି ଥରେ ଆଉ ଥରେ ଯେତେବେଳେ ଜନ୍ମ ପାଇବା ଭଲ ରାଜା ଘରେ ଜନ୍ମ ହେବା, ଏଇ ସ୍ୱପ୍ନ ନେଇକି ଆମେ ବର୍ତ୍ତମାନ ଭଲରେ ରହିବା ପାଇଁ ପ୍ରୟାସ କରନ୍ତି ନାହିଁ, ବା ଆମେ ରିଭଲ୍ୟୁସନକୁ ଯାଆନ୍ତି ନାହିଁ। ୱିକେନ୍ସ ରିଭଲ୍ୟୁସନାରୀ କନସିୟସନେସ୍। ରିଭଲ୍ୟୁସନାରୀ କନସିୟସନେସ୍ ଯୋଉଟାକୁ ସିଏ ୱିକ୍ କରିଦିଏ କିଏ? ନା ଧର୍ମ ବା ରିଲିଜିଅନ ସେଇ କଥାଟା ସିଏ କହନ୍ତି। ଓକେ, ଆପଣଙ୍କ ସିଏ ଆପଣଙ୍କ ରିଲିଜିଅନ କହେ ଯେ ୱାର୍କର୍ସ ଟୁ ୱେଟ୍ ଫର୍ ରିୱାର୍ଡସ୍ ଇନ୍ ହେଭେନ୍। ରିଲିଜିଅନ କୁହନ୍ତିନି ଆପଣ ଏଠି କଷ୍ଟ କରୁଛନ୍ତି, ପରିଶ୍ରମ କରୁଛନ୍ତି, ଠିକ ଅଛି, ୟାର ଫଳ ସ୍ୱର୍ଗରେ ପାଇବେ, ମୃତ୍ୟୁ ପରେ ପାଇବେ। ଏଇ କଥାଟା କିଏ କୁହେ? ଧର୍ମ କୁହେ ଆପଣଙ୍କ। ଆଉ ଏଇଟା ଯେକୌଣସି ଧର୍ମ ବିଶେଷରେ ବି ଏଇ କଥାଟି ଆପଣଙ୍କର କୁହେ। ଓକେ, ଆପଣ ମୁକ୍ତି ପାଇବେ, ମୋକ୍ଷ ପାଇବେ, କର୍ମ କରିଚାଲ। ଓକେ, ତମର ଧର୍ମ ଯାହା ତମେ ତାକୁ ହିଁ କରିଚାଲ, କରିଚାଲ, ମୁକ୍ତି ପାଇଯିବ, ମୋକ୍ଷ ପାଇଯିବ। ଓକେ, କୋଉଠି ଆପଣଙ୍କ ଜନ୍ନତ କିଏ ସୁଖ ଦେଖେଇଲାଣି, କିଏ ବାସ୍ତର ହୁର କହିଲାଣି, କିଏ ଆହୁରି କଣ କଥା କହିଲାଣି। ଓକେ, ଆମର ତ ମୋକ୍ଷ ହିଁ କୁହନ୍ତି। ତମେ ଯାହା କରୁଛ ସେଥିପାଇଁ ତମର କର୍ମ ଫଳ ହିଁ ଦାୟୀ। ପୂର୍ବ ଜନ୍ମର କୃତ କର୍ମ ମାନେ କଣ ଫଳ ଭୋଗୁଛ, ଏବେ ସେଇଆ ହିଁ କରିଚାଲ, କରିଚାଲ, ମୋକ୍ଷ ପାଇଯିବ। ଗୀତାରେ କହିଲା ସେ କଥାଟି। ଓକେ, ଆପଣଙ୍କର ଏଇ କଥାଟି ଆପଣଙ୍କର ପ୍ରତ୍ୟେକ ଜାଗାରେ ଆମେ ଦେଖିବାକୁ ପାଆନ୍ତି। ତ ରିଭଲ୍ୟୁସନ ଆମେ କାହିଁ କରିବା? ଆମେ ତ କର୍ମଫଳ ଭୋଗୁଛନ୍ତି, ଏଇଆ କରିକି ଆମେ ମୃତ୍ୟୁ ହେଲେ ସ୍ୱର୍ଗରେ କିଏ ସ୍ୱର୍ଗ ପାଇବା, କିଏ ମୋକ୍ଷ ପାଇଯିବା, ଇତ୍ୟାଦି ସବୁ ଆପଣଙ୍କର ହେଇଗଲା। ଓକେ, ତାହେଲେ ଆମେ ଯୋଉ ରିଭଲ୍ୟୁସନାରୀ କନସିୟସନେସ୍ ଆମ ଭିତରେ ଆସିବ କୋଉଠୁ? ଓକେ, ଆମେ ଏଇ ପୃଥିବୀରେ ହିଁ ଆମ ପ୍ରତି ଯୋଉ ଇନଜଷ୍ଟିସ୍ ହଉଛି ତା ଆଗନେଷ୍ଟରେ ଫାଇଟିଂ କରିବା ପାଇଁ ଆମକୁ ଧର୍ମ ଶିଖାଏନି। ଆମକୁ କଣ କହେ? ଯଦି ବା ଗୀତାରେ କିଛି ଅଲଗା କଥା ବି ମେନସନ ଅଛି, ଖାଲି ଗୀତା ନୁହଁ, ଅଲଗା ଧର୍ମ ଗୁଡାରେ ବି ଏକ୍ସେପସନ ସେଇ ଜିନିଷ ଗୁଡା ଅଛି। ଆମେ କେବଳ ଗୋଟେ ରଫ୍ ଆଇଡିଆଟାକୁ ହିଁ ନେଇକି କହୁଛନ୍ତି, ବାକି ଅଦର୍ସ ଜିନିଷ ବି ଅଛି, ଷ୍ଟ୍ରଗଲ କଥା ବି ଅଛି ସବୁଥିରେ। କିନ୍ତୁ ଷ୍ଟିଲ୍ ଧର୍ମ ଜଣେ ଲେ ପର୍ସନ ପାଇଁ, ଯିଏ ଭିତରକୁ ଯାଇନି, ପଢିନି, ତା ପାଇଁ କେବଳ ଗୋଟେ ଜିନିଷ କଣ ପାଇଁ ନା, ଯିଏ ଜାଣିଛି, ପଢି ଯାଇଛି, ଧର୍ମଟାକୁ ବୁଝି ଯାଇଛି, ସିଏ ତ ଏ ଚକରେ ଆସିବ ହିଁ ନାହିଁ। ଯିଏ ଧର୍ମ ଗୀତା ପଢିକି ଯିଏ ବୁଝିଗଲା, ସିଏ ମନ୍ଦିର ଯିବ କଣ ପାଇଁ? ଓକେ, ସିଏ ତ ମନ୍ଦିର ଯିବନି, ସିଏ ତ ମୁକ୍ତି ପାଇଗଲା। ଓକେ, ତା ଭିତରେ ତ କର୍ମ କରିକି ସେ ଯୋଉ ଯୋଗକୁ ଆପଣେଇବ, ସେ ଯୋଉ ପାର ହେଇଗଲା, ସିଏ ମନ୍ଦିର କଣ ପାଇଁ ଯିବ? ଭକ୍ତି ଯୋଗ କରିବ, ସେ ବିଷୟରେ ଦୁନିଆ କଥା ଅଛି, ସେ ଆଡକୁ ଯିବାନି। ତ ଗୋଟେ କଥାଟା ହେଇଛି, ପୃଥିବୀ ପୃଷ୍ଠରେ ଯୋଉ ଇନଜଷ୍ଟିସଟା ହଉଛି ଆମ ପ୍ରତି, ସେଥିପ୍ରତି ଫାଇଟିଂ ନ କରିକି ଆମେ କଣ କରିବା? ନା ସ୍ୱର୍ଗ ରାଜ୍ୟରେ କେମିତି ଭଲରେ ରହିବା, ସେଇଥିପାଇଁ ଆମେ ଯୋଉ ଇନଜଷ୍ଟିସ୍ ଇନଇକ୍ୱାଲିଟିଟାକୁ ଆକ୍ସେପ୍ଟ କରି ନେଇଯିବା ଆମ ଭିତରେ, ସେଇ କଥାଟା ହିଁ ଧର୍ମ କୁହେ ବୋଲି ଆପଣଙ୍କ ଲେନିନ୍ କହିଲେ। ଓକେ, ତ ସେଇଥିପାଇଁ ଲେନିନ୍ କଣ କହିଲେ? ଏଥିରୁ ବଞ୍ଚିବା ପାଇଁ ସିଏ ଦିଟା ରାସ୍ତା କହିଲେ। ଓକେ, ସିଏ କହିଲେ ଏଥେଇଜିମ୍ ପ୍ରାକ୍ଟିସ କରିବା ପାଇଁ। ଓକେ, ଏଥେଇଜିମ୍ ପ୍ରାକ୍ଟିସ କରିବା ପାଇଁ କହିଲେ, କିନ୍ତୁ ବର୍ତ୍ତମାନର ହେତୁବାଦୀ ମାନଙ୍କ ଭଳିଆ ନୁହଁ। ଓକେ, ସିଏ କଣ ଏଥେଇଜିମ୍ କହିଲେ? ମୁଁ ଏବେ ତାକୁ ଏକ୍ସପ୍ଲାନ କରିବି। ଓକେ, ଆଉ ସିଏ କହିଲେ ଦ ପାର୍ଟି। ଓକେ, ସିଏ ଦିଟା କହିଲେ ରିଲିଜିଅନକୁ ନେଇକି। ସିଏ କହିଲେ ଓକେ, ସେ କହିଲେ ଯେ ପାର୍ଟି ମେମ୍ବର୍ସ ମଷ୍ଟ ବି ଆଥେଇଷ୍ଟ। ଯୋଉମାନେ ପାର୍ଟି, କୋଉ ପାର୍ଟି ମନେ ପକାନ୍ତୁ, ଭାନଗାର୍ଡ ପାର୍ଟି କଥା ମୁଁ କହିଥିଲି। ସେଇ ସମୟରେ ଯୋଉ ପାର୍ଟିଟା ଆପଣଙ୍କର ରୁଲିଂ କରୁଥିବ, ଓକେ, ଯୋଉ ପାର୍ଟି, ସେ କମ୍ୟୁନିଷ୍ଟ ପାର୍ଟି ଅଫ ରୁଷିଆ ହଉ, ସେ ଆପଣଙ୍କର ଯଦି କହିବେ ବଲସେଭିକ ପାର୍ଟି ହଉ, ବଲସେଭିକ ପାର୍ଟି ଗୋଟେ କଣ ଆପଣଙ୍କର ଭାନଗାର୍ଡ ପାର୍ଟି। ଭାନଗାର୍ଡ ପାର୍ଟି ମାନେ କଣ? ଗୋଟେ ନେଚରର, ଓକେ, ତାର ନାଁ ସବୁ ଅଲଗା ଅଲଗା ହେଇଥାଇପାରେ। ଯେମିତି ଇଣ୍ଡିଆରେ ଭାନଗାର୍ଡ ପାର୍ଟି କିଏ ଥିଲା ଆପଣଙ୍କର? ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ, ନିଶ୍ଚିତ ଭାବରେ। ଓକେ, ଆପଣଙ୍କ ସେ ଯୋଉ ପାର୍ଟି ର ଯୋଉମାନେ ମେମ୍ବର ହେବେ, ଦେ ମଷ୍ଟ ବି ଆଥେଇଷ୍ଟ। ସେମାନେ ହେତୁବାଦୀ ହେବା ଜରୁରୀ। ସେମାନେ ଆପଣଙ୍କର କୌଣସି ଧର୍ମରେ ବିଶ୍ୱାସ କରୁନଥିବା ଦରକାର। ଓକେ, ସିଏ କହୁଛନ୍ତି ଯେ ତ ପାର୍ଟି ମଷ୍ଟ ଅପହୋଲ୍ଡ ସାଇଣ୍ଟିଫିକ ମ୍ୟାଟେରିଆଲିଜିମ୍। ପାର୍ଟି କଣ କରିବ? ସାଇଣ୍ଟିଫିକ ମ୍ୟାଟେରିଆଲିଜିମକୁ କଣ କରିବ? ନା ଅପହୋଲ୍ଡ କରିବ। ସିଏ କହିଲେ ଯେ ରିଲିଜିଅନ ଇଜ ଇନକମ୍ପାଟେବୁଲ ୱିଥ ରିଭଲ୍ୟୁସନାରୀ ଆଇଡିଓଲୋଜି। ରିଭଲ୍ୟୁସନାରୀ ଆଇଡିଓଲୋଜି ସହିତ ରିଲିଜିଅନ ଇଜ କମ୍ପ୍ଲିଟଲି ଇନକମ୍ପାଟିବୁଲ ବୋଲି ସିଏ କହିଲେ। ଏଇଟା କମ୍ପାଟେବୁଲ ନୁହଁ। ଓକେ, କିନ୍ତୁ ଗୋଟେ କଥାଟା ହଉଛି, ଲେନିନ୍ ଡିଷ୍ଟିଂଗୁଇଶ କିଛି କରିଛନ୍ତି। ଓକେ, ସିଏ କହିଲେ ସେ ପାର୍ଟିର ଆଇଡିଓଲୋଜିକାଲ ପୋଜିସନ ଏଣ୍ଡ ହାଉ ଇଟ୍ ଟ୍ରିଟ୍ସ ରିଲିଜିୟସ୍ ପିପୁଲ ଦ୍ୟାଟ୍ ମଷ୍ଟ ବି ସେପାରେଟେଡ। ସିଏ କହିଲେ ପାର୍ଟିର ଯାହା ବିଶ୍ୱାସ ଅଛି, ସେମାନେ ତ ହେତୁବାଦୀ ହେବେ,
किंतु जोते बड़े भी रिलीजियस पीपुल मान को डीलिंग करिवे से माने केयरफुल हेबे बोली सिए कहउछंदी। आमर जेमति हेतुवादी माने जेमति विरोध कर लेनिन से कथाटी कहलेनी से कहले जदि एमती हबो पार्टी तेष्टि होइनी से माने आपन को काहे की सपोर्ट करिवे रिवोल्यूशन जड़े धार्मिक स्वभाव व्यक्ति ओके ताकू कौन आप बुझे कि एका बड़े परिवर्तन करदे हेतुवादी करदे केबे भी नुह सी तार रिएक्शन टा दब आ जदि रिएक्शन दब सी आपन कथा कहीं शुणव जदि न शुणिला क्लास स्ट्रगल आपनकर पॉसिबल हबो केमती ओप्रेस्ड क्लास लोक माने ही तो धार्मिक बेसी थाती आपनकर ସେମାନେ ହିଁ ତ ଧର୍ମ ଧର୍ମ କରନ୍ତି ସେମାନେ ହିଁ ତ ଆପଣଙ୍କର ପୂଜା ପାଠ ଇତ୍ୟାଦି ମନ୍ଦିର ଚର୍ଚ୍ଚ ଇତ୍ୟାଦି ଯାଆନ୍ତି ସେମାନଙ୍କୁ ଯଦି ଆପଣ କହିବେ ନା ଆଥେଇଷ୍ଟ ହେଇଯାଅ ସେମାନେ କାହିଁକି ଆପଣଙ୍କୁ ସପୋର୍ଟ କରିବେ ତ ସିଏ କହିଲେ ପାର୍ଟିର ଯୋଉମାନେ ମେମ୍ବର ୱାର୍କର୍ସ ଯୋଉମାନେ ସେମାନେ ପାର୍ଟିର ଆଇଡିଓଲୋଜିକାଲ ପୋଜିସନକୁ ମାନିବେ କିନ୍ତୁ ଯେତେବେଳେ ରିଲିଜିୟସ୍ ଲୋକମାନଙ୍କୁ ଟ୍ରିଟ୍ କରିବେ ସେମାନେ ଡିଫରେନ୍ସିଏସନ କରିବେ ଓକେ ସିଏ କହିଲେ नो ଫୋର୍ସିଂ ଆଥେଇଜିମ୍ ଅନ୍ ଦ ପିପୁଲ ସିଏ କହିଲେ ଲୋକମାନଙ୍କୁ କେବେ ବି ଫୋର୍ସିଫଲି ଏଥେଇଜିମ୍ କରିବା ଉଚିତ ନୁହଁ ବା ଆଥେଇଜିମ୍କୁ ଫୋର୍ସଫୁଲି ଇନଜେକ୍ଟ କରିବା ଉଚିତ ନୁହଁ ଓକେ ସିଏ କହିଲେ ଲେନିନ୍ ଯାହା ବିଶ୍ୱାସ କରନ୍ତି ଦ୍ୟାଟ୍ ଇଜ ଆଣ୍ଟି ରିଲିଜିୟସ୍ ପ୍ରପାଗାଣ୍ଡା ମଷ୍ଟ ନଟ୍ ବି କର୍ସିଭ୍ ଆପଣ କୁହନ୍ତୁ ଧର୍ମ ବିଷୟରେ ଓକେ ଆପଣ କୁହନ୍ତୁ ଲୋକମାନଙ୍କୁ ଜାଗୃତ କରନ୍ତୁ କିନ୍ତୁ ଜବରଦସ୍ତି ନୁହଁ ଯଦି ଜବରଦସ୍ତ କରୁଛନ୍ତି ଓକେ ତାହେଲେ କେବେ ବି ହେଇପାରିବନି ସିଏ କହୁଛନ୍ତି ୱାର୍କର୍ସ ଆଣ୍ଡ ପିଜେଣ୍ଟ ସୁଡ୍ ନଟ୍ ବି ଆଲାଇନେଟେଡ୍ ବାଇ ଆଟାକିଂ ଦେୟାର ଫେଥ୍ ଯୋଉମାନେ ୱାର୍କର ଆଉ ଯୋଉମାନେ ପିଜାଣ୍ଟ ଅଛନ୍ତି ତାଙ୍କ ଧର୍ମକୁ ଯଦି ଆପଣ ଆଟାକ୍ କରୁଛନ୍ତି ସେମାନେ ଆପଣଙ୍କୁ କେବେ ବି ଶୁଣିବେନି ଆପଣଙ୍କ ସହିତ ମିଶିବେନି ତ ତାଙ୍କ ରିଲିଜିଅନକୁ କେବେ ବି ଆଟାକ୍ କରନି ବିଶ୍ୱାସ ତମର ଅଛି ତମ ଭିତରେ ରଖ ସେଇ ହିସାବରେ କାର୍ଯ୍ୟ କର କିନ୍ତୁ ତାଙ୍କର ଧର୍ମ ବିଶ୍ୱାସ ଉପରେ କେବେ ଆଟାକ୍ କରିବା କୋର୍ସିଭ ୱେରେ ଆଟାକ୍ କର ନାହିଁ ଏଇ କଥାଟା ଆପଣଙ୍କର କହିଲେ ଲେନିନ୍ ସେ କହିଲେ ଯେ ଏଇ ଯୋଉ ଧର୍ମ ବୋଲି ଯୋଉ କନସେପ୍ଟଟା ସେଟା ସୋସିଆଲିଜିମ୍ ଆସିବା ସହିତ ଆପେ ଆପେ ଚାଲିଯିବ ରିଲିଜିଅନ ୱିଲ୍ ଡିସାପିୟର ୱିଥ ସୋସିଆଲିଜିମ୍ ସୋସିଆଲିଜିମ୍ ଯେତେବେଳେ ଆସିଯିବ ସେ କହିଲେ ଯେ ରିଲିଜିଅନ କ୍ୟାନ୍ ନଟ୍ ବି ଡେଷ୍ଟ୍ରଏଡ୍ ବାଇ ଫୋର୍ସ ଆପଣ ଜୋର ଜବରଦସ୍ତ କରିକି ଆପଣଙ୍କ ଧର୍ମକୁ କଣ କରିବେ ନା ଡେଷ୍ଟ୍ରୟ କେବେ ବି କରିପାରିବେନି ଓକେ କିନ୍ତୁ ଯେତେବେଳେ ପଭର୍ଟି ଏଲିମିନେଟ୍ ହେଇଯିବ ଏଜୁକେସନ ସ୍ପ୍ରେଡ୍ କରିବ ଆଉ ଯେତେବେଳେ ୱାର୍କର୍ସ ଗେନ୍ କଣ୍ଟ୍ରୋଲ ଓଭର ସୋସାଇଟି ସେତେବେଳେ ଆପଣଙ୍କର ଆଥେଇଜିମ୍ ଆପେ ଆପେ ଆସିଯିବ ଓକେ atheism is a result of revolution not its prerequisite for the masses ଏଇଟା ହଉଛି atheism ଯୋଉଟା that is result of revolution ରିଭଲ୍ୟୁସନ ହେଲା ପରେ ଯେତେବେଳେ ଏଇ ଅବସ୍ଥା ଗୁଡା ରହିବନି ଯୋଉ କଣ୍ଡିସନ ଯୋଗୁ ମାର୍କ୍ସ ଯୋଉ କଥାଟା କହିଲେ ଯୋଉ କଣ୍ଡିସନ ଯୋଗୁ ରିଲିଜିଅନଟା ଆସିଛି ପଭର୍ଟି ଅନଏଜୁକେସନ ବା ଆପଣଙ୍କର ଯଦି କହିବା ଇଲିଟ୍ରେସି ଆମେ କହିପାରିବା ଅଶିକ୍ଷା ଯୋଉଟା ଆମେ ଶିକ୍ଷା ଯୋଉଠି ନ ମିଳିବା ଅଶିକ୍ଷିତ ହେବା ଯୋଗୁ ଆଉ ଯେତେବେଳେ ୱାର୍କର୍ସ ମାନେ ଅପ୍ରେସ୍ ରହୁଛନ୍ତି ସେଇଥିପାଇଁ ରିଲିଜିଅନ ଅଛି ଯଦି ସେଗୁଡା ନ ରହିବ ତାହେଲେ ରିଲିଜିଅନ ରହିବନି ଲେନିନ୍ ବି ଏଇ କଥାଟି ଆପଣଙ୍କର କହିଲେ ସିଏ କହିଲେ ଯେ ଫୋକସ୍ ଅନ୍ କ୍ଲାସ୍ ଷ୍ଟ୍ରଗଲ ନଟ୍ ଅନ୍ ବିଲିଭ୍ ବିଶ୍ୱାସରେ ଲଢେଇ କର ନାହିଁ କଣ ପାଇଁ ନା ବିଶ୍ୱାସ ଇଜ ପିଓରଲି ପ୍ରାଇଭେଟ ମୋ ବିଶ୍ୱାସକୁ ତମେ ପ୍ରହାର କରିବା ଦରକାର ନାହିଁ ବିଶ୍ୱାସ ମିନ୍ସ ବିଲିଫ୍ ଇଜ କମ୍ପ୍ଲିଟଲି ପ୍ରାଇଭେଟ ସୋ ଫୋକସ୍ ଅନ୍ କ୍ଲାସ୍ ଷ୍ଟ୍ରଗଲ ଯୋଉ କ୍ଲାସ୍ ଡିଫରେନ୍ସିଏଟ ଅଛି ହାଭ୍ ଆଣ୍ଡ ହାଭ୍ ନଟ୍ ଭିତରେ ଆପଣ ତାକୁ ଫାଇଟିଂ କରନ୍ତୁ ନଟ୍ ଅନ୍ ରିଲିଜିଅନ୍ ଯୋଉଟା କି ମିଷ୍ଟେକ୍ ଆମର କିଛି ଗ୍ରୁପ କରୁଛନ୍ତି ଯୋଉ କଥାଟା ମୁଁ ସବୁବେଳେ କୁହେ ସେଇଥିପାଇଁ ସେମାନେ ସମର୍ଥନ ପାଉନାହାନ୍ତି ଜନ ସମର୍ଥନ ପାଉନାହାନ୍ତି ଏବେ ଯେମିତିକି ଆପଣଙ୍କର ଆପଣଙ୍କ ଭିତରେ ହାଭ୍ ନଟ୍ ଯୋଉ କଣ୍ଡିସନଟା ଅଛି ନା ତାକୁ ନେଇକି ଫାଇଟ୍ କର ତମେ ଯଦି ଧର୍ମଟାକୁ ଦାୟୀ କରିବ ତାହେଲେ କେହି ସପୋର୍ଟ କରିବେ କେହି ବି ସପୋର୍ଟ କରିବେ ଓକେ କେହି ବି ସପୋର୍ଟ କରିବେନି ତମେ କେତେ ଜଣ ଥିବ ଚିଲଉଥିବ ସବୁଆଡେ କିନ୍ତୁ ତମ କଥା ଶୁଣିବାକୁ ତମ ପରିବାର ଲୋକ ବି ଶୁଣୁନଥିବେ ଓକେ ଇଏ ହଉଛି ଟ୍ରୁଥ ଆପଣଙ୍କର 100% ଟ୍ରୁଥ ତ ସେଇ କଥାଟି ହିଁ ଆମେ ଏଠି ଦେଖିବାକୁ ପାଉଛନ୍ତି ସିଏ କହୁଛନ୍ତି ଯେ ଫୋକସ୍ ଅନ୍ କ୍ଲାସ୍ ଷ୍ଟ୍ରଗଲ ନଟ୍ ଅନ୍ ବିଲିଫ୍ ସିଏ କହିଲେ ଏଥେଇଜିମକୁ କେବେ ବି ସେଣ୍ଟ୍ରାଲ ଇସ୍ୟୁ କର ନାହିଁ ଏବେ ଯେମିତି ଆପଣଙ୍କର କନଷ୍ଟିଟ୍ୟୁସନକୁ ଆପଣଙ୍କର ଭଗବାନ କହୁଛନ୍ତି କି ଆପଣଙ୍କର ଆମ୍ବେଦକରକୁ ଭଗବାନ କହୁଛନ୍ତି ମତେ କହିଲେ ଆଉ କିଛି ବର୍ଷ ପରେ ଆଜି ଆମେ ଯେମିତି ଆମ ଭଗବାନ ମାନେ ଯାହାକୁ ଆମେ ଭଗବାନ କହୁଛନ୍ତି ଯାହାକୁ କହିକି ଆସୁଥିଲେ ସେମାନଙ୍କୁ ଲୋକମାନେ ନିନ୍ଦା କରୁଛନ୍ତି ତାଙ୍କୁ କେବେ ନିନ୍ଦା କରିବେନି ଓକେ ଏଇ ଯୋଉ ଜିନିଷଟା ସିଏ ଯୋଉ ଆମ୍ବେଦକରଙ୍କ ମତଟା ସିଏ କଣ ଇନଇକ୍ୱାଲିଟି କ୍ରିଏଟ କରିବନି ସିଏ ତ ଆହୁରି ଇନଇକ୍ୱାଲିଟି କ୍ରିଏଟ କରିବ ଯେତେବେଳେ ହେଇଯିବ ସେଇମାନେ ତାଙ୍କୁ କହିବେନି
ତ ସେଇଥିପାଇଁ କାହାକୁ ନିନ୍ଦା କରିକି ତମେ କେବେ ବଡ ଲୋକ ହେଇପାରିବନି, ତମେ ବଡ ହେଇପାରିବନି। ଯୋଉ ପ୍ରୋବ୍ଲେମଟା ଅଛି ତାକୁ ଦୂର କର। ସମସ୍ତେ ସମାନ ହେଇଗଲେ ସେ ଡିଫରେନ୍ସିଏସନ ଟା ଆପେ ଆପେ ଚାଲିଯିବ। କିନ୍ତୁ ତମେ ଯଦି ସେଇଆ କରିବନି ତାହେଲେ କଣ ହବ, ଏଗେନ ପୁଣି ଥରେ ସେଇ ଜିନିଷଟା ହିଁ ଚାଲିବ। କେବେ ଭଗବାନ ରାମକୁ ଭଗବାନ ବୋଲି ଆମେ କହୁଛନ୍ତି ଆଜି, କେବେ ସିଏ ବି ଜଣେ ଯେମିତି ମହାପୁରୁଷ ଜଣେ ଥିଲେ ଯିଏ କି ସେମିତି କାମ କରିଥିଲେ, ସେଇଥିପାଇଁ ତ ତାଙ୍କୁ ଭଗବାନଙ୍କ ଆସନରେ ବସା ହେଇଥିଲା। ଆଜି ଆମେ ନିନ୍ଦା କରୁଛନ୍ତି, କାଲି ଆମେ ଆଜି ଯାହାକୁ ଭଗବାନ ବୋଲି କହୁଛନ୍ତି ତାକୁ କିଏ ନିନ୍ଦା କରିବ? ତ ନିନ୍ଦା କରିବା ପରମ୍ପରା କେବେ ଆରମ୍ଭ କରିବା ଉଚିତ ନୁହଁ। ଲେନିନ୍ ସେ କଥାଟି କହୁଛନ୍ତି। ଆମେ ଯଦି ଇସ୍ୟୁ ଗୁଡା ଦୂର ହେଇଯାଉଛି ତାହେଲେ ସେଟା ଆପେ ଆପେ ଚାଲିଯିବ। କାହାର ଧର୍ମକୁ ବା ରିଲିଜିୟନକୁ ନେଇକି କେବେ ବି ଆଟାକ୍ କରିବା ଉଚିତ ନୁହଁ। ଏଇ କଥାଟି ଲେନିନ୍ କହିଲେ। ସିଏ ଆଉ ଗୋଟେ କଥା କହିଲେ, ସେପାରେସନ ଅଫ ଚର୍ଚ୍ଚ ଆଣ୍ଡ ଷ୍ଟେଟ। ସିଏ କହିଲେ ଯେ ଚର୍ଚ୍ଚ ଆଉ ଷ୍ଟେଟ କୁ କମ୍ପ୍ଲିଟଲି ସେପାରେଟ କରି ଦିଆଯିବା ଉଚିତ। କମ୍ପ୍ଲିଟ ସେପାରେସନ ଅଫ ଚର୍ଚ୍ଚ ଆଣ୍ଡ ଷ୍ଟେଟ। ସିଏ ଖାଲି ସେଇଆ ନୁହଁ, ସିଏ କହିଲେ କମ୍ପ୍ଲିଟ ସେପାରେସନ ଅଫ ସ୍କୁଲ ଆଣ୍ଡ ଚର୍ଚ୍ଚ। ଆଉ ମୋ ହିସାବରେ ମତେ ବି ଲାଗେ ଯେ ସ୍କୁଲ ଏଜୁକେସନଟା ଯୋଉଟା ଧର୍ମ ବା ରିଲିଜିୟନଟା ସେଟା ଘରେ ହିଁ ମେଟର ହେବା ଦରକାର, ଘରେ ହିଁ ରହିବା ଦରକାର। ସ୍କୁଲରେ ଗୋଟେ ସିକୁଲାର ଏଜୁକେସନ, ସିକୁଲାର ଟର୍ମଟା ବେଟର ହବନି, ଆପଣଙ୍କର ଗୋଟେ ସାଇଣ୍ଟିଫିକ ଏଜୁକେସନ ସ୍କୁଲରେ ରହିବା ଜରୁରୀ। ଓକେ, ରିଲିଜିୟନକୁ ନେଇକି ଆପଣଙ୍କ ସ୍କୁଲ ହେବା ଉଚିତ ନୁହଁ ବା ଏଜୁକେସନ ହେବା ଉଚିତ ନୁହଁ। ଏଜୁକେସନ ସୁଡ୍ ବି ସାଇଣ୍ଟିଫିକ। ଓକେ, ସାଇଣ୍ଟିଫିକ ବା ସାଇନ୍ସ ବେସ୍ଡ ଏଜୁକେସନ ହେବା ଦରକାର। ଓକେ, ଆଉ ବାକି ସବୁ ଜିନିଷ ସେଗୁଡା ଘରେ କରିବା ଦରକାର। ଘରେ ସେଟା ନିଜର ପର୍ସନାଲ ମ୍ୟାଟର ବା ସୋସାଇଟିର ସେଗୁଡା କଥା, ଏଜୁକେସନର ସେଟା କଥା ନୁହଁ। ଓକେ, ଯାହା ବି ହଉ, ସିଏ କହିଲେ ଖାଲି ସେତିକି ନୁହଁ, ସିଏ କହିଲେ ଯେ ଯୋଉ ରିଲିଜିୟସ୍ ଇନଷ୍ଟିଟ୍ୟୁସନ ଗୁଡାକୁ ଯୋଉ ସବସିଡିଜ ଦିଆ ହଉଛି, ଯେମିତିକି ରାଜା ମାନେ ସବୁ ଭୂମି ଦାନ କରିଥିଲେ ମନ୍ଦିରକୁ। ଜଗନ୍ନାଥ କଣ, ଭଗବାନ ଜଗନ୍ନାଥ କଣ ଗଛ କାଟିକି ଜମି କରିଥିଲେ? ନା, ବ୍ରାହ୍ମଣ ମାନେ କାଟିକି କରିଥିଲେ। ବ୍ରାହ୍ମଣ ମାନେ କେବେ ସେଟା କରନ୍ତିନି, ସାଧାରଣ ଲୋକମାନେ କରିଥିଲେ। ସେ ଜମିକୁ ତ ପୁଣି ରାଜା କରେଇକି ଆପଣଙ୍କ ଜଗନ୍ନାଥଙ୍କୁ ଏଲୋକେଟ କଲେ। ଓକେ, ତ ସିଏ ଏଇ କଥାଟା ହିଁ କହୁଛନ୍ତି ଯେ ଏଗୁଡା ହେବା ଉଚିତ ନୁହଁ। ଓକେ, ଏଣ୍ଡିଂ ଷ୍ଟେଟ ସବସିଡିଜ ଟୁ ରିଲିଜିୟସ୍ ଇନଷ୍ଟିଟ୍ୟୁସନ। ରିଲିଜିୟସ୍ ଇନଷ୍ଟିଟ୍ୟୁସନ ଗୁଡାକୁ ଷ୍ଟେଟ ସବସିଡି ଦିଆଯିବା ଉଚିତ ନୁହଁ। ଫ୍ରିଡମ ଅଫ କନସାଇନ୍ସ ଆଣ୍ଡ ଓରସିପ ରହିବା ଜରୁରୀ। ପ୍ରତ୍ୟେକ ବ୍ୟକ୍ତିର ରହିବା ଦରକାର, ଯାହାକୁ ଯାହା ଇଚ୍ଛା ହଉଛି, କାହାକୁ ପ୍ରୋଟେଷ୍ଟାଣ୍ଟ ହେବାକୁ ଇଚ୍ଛା ହଉଛି, କାହାକୁ ଆଂଗ୍ଲିଶ ହେବାକୁ ଇଚ୍ଛା ହଉଛି, କାହାକୁ ଆପଣଙ୍କର କ୍ୟାଥଲିକ ହେବାକୁ ଇଚ୍ଛା ହଉଛି, ସେଟା ତାର ପର୍ସନାଲ ମ୍ୟାଟର, ସିଏ ତା ହିସାବରେ ହଉ। ଓକେ, ଏଟାକୁ କମ୍ପ୍ଲିଟଲି ପର୍ସନାଲ ରଖାଯିବା ଉଚିତ, ସେ କଥାଟି ଆପଣଙ୍କର କହୁଥିଲେ। ସେଇଥିପାଇଁ ତ ରୁଷରେ ଆପଣଙ୍କର ଏବେ ଏଇ ଯୋଉ ହରିନାମ ସଂକୀର୍ତ୍ତନ ଦେଖିବେ ଇତ୍ୟାଦି ରୁଷରେ ଆପଣ ଦେଖିବାକୁ ପାଇବେ। ଅଲଗା କୋଉଠି ପାଇବେନି ଆପଣଙ୍କ। ରୁଷରେ କଣ କି, ବିଶେଷ କି ମାନେ ସେମାନେ ଏଥେଇଷ୍ଟ ନୁହନ୍ତି ରୁଷର ଲୋକମାନେ, କିନ୍ତୁ ବହୁତ ପୂର୍ବରୁ ସେମାନେ ରିଲିଜିୟନଟାକୁ ପ୍ରାଇଭେଟ ଲାଇଫ ଭାବରେ ଟ୍ରିଟ୍ କରନ୍ତି। ଇଟ୍ ଇଜ ଡ୍ୟୁ ଟୁ ଲେନିନ୍। ଲେନିନ୍ଙ୍କ ପରେ ସିଏ ଯୋଉ ପ୍ରକାର ଆପଣଙ୍କର ନେଇଥିଲେ, ପରେ ଯଦି ବା ଆମେ ଷ୍ଟାଲିନଙ୍କ ପିରିୟଡରେ କିଛି ଅଲଗା ପ୍ରକାର ଦେଖିଲେ, କିନ୍ତୁ ଷ୍ଟିଲ୍ ଲୋକମାନେ ତାକୁ ଆପଣଙ୍କ ଧରିକି ରଖିଥିଲେ ପର୍ସନାଲ ପ୍ରାଇଭେଟ ମ୍ୟାଟର। ସେଇଥିପାଇଁ ଆପଣଙ୍କ ସେଇ ଜିନିଷଟା ଆମେ ସେଠି ଦେଖିବାକୁ ପାଆନ୍ତି। ଓକେ, ସିଏ କହିଲେ ଦିସ୍ ୱାଜ ନେସେସରୀ। ଓକେ, କଣ ପାଇଁ ନେସେସରୀ? ନା ଟୁ ପ୍ରିଭେଣ୍ଟ ଷ୍ଟେଟ ଆଇଡିଓଲୋଜି ଫ୍ରମ୍ ବିଙ୍ଗ ରିଲିଜିୟସ୍। ଷ୍ଟେଟର ଯାହା ଆଇଡିଓଲୋଜି ନା ସେଟା ରିଲିଜିୟନରେ କନଭର୍ଟ ନ ହଉ, ସେଥିପାଇଁ ଜରୁରୀ। ଆଉ ସେଟା ହେଇଯାଏ ଆପଣଙ୍କର। ଓକେ, ସେଟା ହେଇଯାଏ ଆପଣଙ୍କର ଷ୍ଟେଟର ଯୋଉ ଆଇଡିଓଲୋଜି ବା ସୋସାଇଟିର ଆଇଡିଓଲୋଜି କୁ ରିଲିଜିୟନ ଯଦି ମିଶେଇ ଦଉଛନ୍ତି, ତାହେଲେ ରିଲିଜିୟନ ଆଉ ଆପଣଙ୍କର ସୋସାଇଟି ବା ଷ୍ଟେଟ ଭିତରେ ଡିଫରେନ୍ସିଏସନ କରିବା ବହୁତ ମୁସ୍କିଲ। ସିଏ କହିଲେ ଏନସିଓର ସାଇଣ୍ଟିଫିକ ଏଜୁକେସନ, ଆଲାଉ ରିଲିଜିୟନ ଟୁ ବି ପ୍ରାଇଭେଟ ମ୍ୟାଟର ଓନଲି। ସେଟା କେବଳ ବ୍ୟକ୍ତି ବିଶେଷ ପାଇଁ ହିଁ ହେବା ଦରକାର, ଆଉ ସେଟା ସୋସିଆଲ ବା ଆପଣଙ୍କର ପଲିଟିକାଲ ହେବା ଉଚିତ ନୁହେଁ ବୋଲି ସିଏ କହିଲେ। ଲେଲିନ ଡିମାଣ୍ଡ ବି କରିଥିଲେ ଟୁ କନଫିସ୍କେଟ ଚର୍ଚ୍ଚ ପ୍ରପର୍ଟି। ଓକେ, ବା ପ୍ରପର୍ଟି ଅଫ ଚର୍ଚ୍ଚ। ସେ ନ ଇନଫ୍ଲୁଏନ୍ସ ଅଫ କ୍ଲାର୍ଜି ଇନ୍ ପଲିଟିକାଲ ମ୍ୟାଟର। ପଲିଟିକାଲ ମ୍ୟାଟରରେ କୌଣସି କ୍ଲାର୍ଜିର ଇନଫ୍ଲୁଏନ୍ସ ରହିବା ଉଚିତ ନୁହଁ ବୋଲି ସିଏ କହିଲେ। ଓକେ, ସିଏ କହିଲେ ଯେ ଏଜୁକେସନରୁ ବି ଦୂରେଇବା ପାଇଁ, ଆଉ ସେ ଏଜୁକେସନଟା ସାଇଣ୍ଟିଫିକ ଏଜୁକେସନ ହେବା ଦରକାର। ରାସନାଲିଟି ସ୍ପ୍ରେଡ କରାଇବା ଦରକାର ପିଲାମାନଙ୍କ ଭିତରେ। ମଡର୍ଣ୍ଣ ନଲେଜ ଆଣିବା ଦରକାର, ତାଙ୍କର କ୍ରିଟିକାଲ ଥିଙ୍କିଂ ବଢେଇବା ଦରକାର। ଆମେ କିନ୍ତୁ କ୍ରିଟିକାଲ ଥିଙ୍କିଂ କହିଲେ ଧର୍ମକୁ ବିରୋଧ କରିବା ହିଁ କୁହନ୍ତି। କ୍ରିଟିକାଲ ଥିଙ୍କିଂ ଇଜ ନଟ୍ ଟୁ ଓପୋଜ ରିଲିଜିୟନ। ଓକେ, କ୍ରିଟିକାଲ ଥିଙ୍କିଂ ମିନ୍ସ ଆପଣଙ୍କ ନେଚରର ଯାହା ଯାହା ସବୁ ରହିଛି ତାକୁ ବୁଝିବା ଆଉ ଜାଣିବାକୁ ହିଁ କ୍ରିଟିକାଲ ଥିଙ୍କିଂ ବୋଲି କୁହାଯାଏ।
ओके क्रिटिकाल थिंकिंग नॉट मीन्स टू आमे अपोज एनीथिंग देखो तो गोटे कथा मझे गोटे थर जो एक्सपेरिमेंट आपण माने हुए तो किसी जानिथिबे जे गोटे जगार जमती गोटे आपनकर माने को गोटे जगार आपनकर गोटे जो गोटे जनता भितरे आपनकर गोटे आपनकर खाद्य किछि रखा जाइथिला गोटे मूसा को छाड़ दिया हला से मूसा जेतेबेले खाद्य खाइबा ପାଇଁ गला तापर पानी ढाल दिया हला से थोरे गला पानी ढाल दिया हला आउ थरे गला आउ थरे पानी ढाल दिया हला ओके ढाल दिया हला आपनकर तापर नेक्स्ट डे आउ गोटे से मूसा तापर आउ खाइबा पाकू गलानी नेक्स्ट डे आउ गोटे मूसा को छाड़ले एगेन से या हला आपनकर रिजल्ट सीए भी जानी गला रिजल्ट कोन हला फाइनली जेतेबेले आहुरी भी नुआ मूसा आसिले तापर पानी ढालिबा बंद कर दिया हला पर भी सेठी आउ किए गलेनी ଯଦି ନୂଆ ମୂଷାଟେ ଆସୁଛି ସିଏ ଯାଉଛି ତାହେଲେ ବାକି ଲୋକ ତାକୁ ଟାଣିକି ଅଟକେଇଲେ ବାକି ମୂଷା ଗୁଡା ତାକୁ କହିଲେ ମନା କଲେ ମାନେ କଣ କାମୁଡିଲେ ତାକୁ ଯେ ସେଠି ଯା ନା ବୋଲି ଓକେ କଣ ପାଇଁ ନା ସେଠି ଗଲେ କଣ ହବ ନା ପାଣି ପଡିବ ତ ଅନ୍ଧବିଶ୍ୱାସ ବା କୁସଂସ୍କାର ପଛରେ କିଛି ନା କିଛି ଲଜିକ ରେ ଥାଏ କିନ୍ତୁ ୱିଥ ଟାଇମ ସେଟା ଆପଣଙ୍କର ସେଟା କୁସଂସ୍କାରରେ ପରିଣତ ହେଇଯାଏ ତ ତାକୁ କ୍ୱେଶ୍ଚନ କର ଦ୍ୟାଟ୍ ଇଜ କରେକ୍ଟ ନଟ୍ ଟୁ ରିଲିଜିଅନ ବା ଧର୍ମ ଉପରେ ନୁହଁ ଓକେ ଯାହା ସବୁ ଯୋଉଗୁଡା ଗଲତ ଇସ୍ତେମାଲ ହଉଛି ତାକୁ କ୍ୱେଶ୍ଚନ କରିବାର କୌଣସି ପ୍ରୋବ୍ଲେମ ନାହିଁ ଆଉ ଆମର ଭାରତୀୟ ପରମ୍ପରା ବି ସେଇ ଜିନିଷଟା ଶିଖାଏ ବି ଓକେ ହ୍ୱାଟ ଏଭର ମେ ବି କ୍ରିଟିକାଲ ଥିଙ୍କିଂ କୁ ବଢାଅ ଏନକରେଜିଂ ୟୁଥ ଟୁ ଷ୍ଟଡି ସାଇନ୍ସ ୟୁଥ ମାନଙ୍କୁ ସାଇନ୍ସ ପଢେଇବାକୁ ଆଉ ମତେ ଯଦି ପଚାରିବେ ପ୍ରାକ୍ଟିକାଲି ଫ୍ରାଙ୍କ ଟୁ ସେ ମତେ ଲାଗେ ସ୍କୁଲ ଏଜୁକେସନ ୟୁନିଭର୍ସିଟି ଏଜୁକେସନ ଏଗୁଡାରେ ଆପଣ ସାଇନ୍ସ ହିଁ ପଢାଯିବା ଜରୁରୀ ସାଇନ୍ସ କମର୍ସ ପଢାଯିବା ଜରୁରୀ ଏଇ ଯୋଉ ଆର୍ଟସ ର ଯୋଉ ସବଜେକ୍ଟ ଗୁଡା ଅଛି ଓକେ ଏଗୁଡାକୁ ଆପଣଙ୍କର ଅପ୍ ଟୁ ଗ୍ରାଜୁଏସନ ଲେଭେଲ ପର୍ଯ୍ୟନ୍ତ ରଖିବା ଉଚିତ ନୁହଁ ମତେ ଏଟା ଯଦି କହିବେ ପର୍ସନାଲି କଣ ପାଇଁ କହିଲେ ମୁଁ ସାଇନ୍ସ ବି ପଢିଛି +2 ପର୍ଯ୍ୟନ୍ତ ତାପରେ ଟେକ୍ନୋଲୋଜି ପଢିଛି ଓକେ ଆର୍ଟସ ର ଆପଣଙ୍କର ଦିଟା ସବଜେକ୍ଟ ପଢିଛି ହିଷ୍ଟ୍ରି ପଢିଛି ଆପଣଙ୍କର ମାନେ ଯୋଉଗୁଟା ଡିଗ୍ରୀ ଅଛି କହୁଛି ଆପଣଙ୍କର ପଲିଟିକାଲ ସାଇନ୍ସ ପଢିଛି ମୁଁ ତ ଦିଟା ସବଜେକ୍ଟରେ ଗୋଲ୍ଡ ମେଡାଲିଷ୍ଟ ବି ଥିଲି ଆପଣଙ୍କର ଇଭେନ୍ ଯଦି କହିବେ ଜେଗ୍ରାଫି ଯଦି ବା ମୁଁ ଆପଣଙ୍କର ଆଜ ଏ ଏକାଡେମିକ ପଢିନି ସେଟା ମୋର ଅପସନାଲ ଥିଲା ସେଥିରେ ମୁଁ ବହି ବି ଲେଖିଛି ଆପଣଙ୍କର ଜିଓଗ୍ରାଫି ଉପରେ ମାର୍କେଟରେ ଆଭେଲେବୁଲ ବି ଅଛି ତ ଗୁଡାଏ ସୋସିଆଲ ସାଇନ୍ସ ସାଇନ୍ସ ଟେକ୍ନୋଲୋଜି ଏଭ୍ରିଥିଙ୍ଗ ମୁଁ ପଢିଛି ବାୟୋଲୋଜି ମୋର ଫେଭରାଇଟ ସବଜେକ୍ଟ ଥିଲା ଯଦି ବା ତାକୁ ମୁଁ କ୍ୟାରିୟର କରିପାରିଲିନି କିନ୍ତୁ ଷ୍ଟିଲ୍ ମୋର ସେଟା ଫେଭରାଇଟ ସବଜେକ୍ଟ ଥିଲା ମତେ ଯାହା ପର୍ସନାଲ ଲାଗେ ଯେ ଏଇ ଯୋଉ ସବଜେକ୍ଟ ଗୁଡା ହିଷ୍ଟ୍ରି କୁହନ୍ତୁ ପଲିଟିକାଲ ସାଇନ୍ସ ସୋସିଓଲୋଜି ଏଇଗୁଡା ସବୁ ଯେତିକି ବି ସବଜେକ୍ଟ ଗୁଡା ଅଛି ଏଗୁଡା ପିଜି ଲେଭେଲରେ ରଖିବାଟା ବେଟର ଅପ୍ ଟୁ ଗ୍ରାଜୁଏସନ ରଖିବା ଉଚିତ ନୁହଁ କଣ ପାଇଁ କହିଲେ ଗ୍ରାଜୁଏସନ ପର୍ଯ୍ୟନ୍ତ ମୋ ହିସାବରେ ସମସ୍ତେ ଇକ୍ୱାଲି ହିଁ ପଢିବାଟା ବେଟର ଓକେ ହଁ ଗ୍ରାଜୁଏସନରେ ଯଦି ଏଇ ସବଜେକ୍ଟ ଗୁଡାକୁ ରଖୁଛନ୍ତି ଇଲେକ୍ଟିଭ ଭାବରେ ପଢାନ୍ତୁ ଯାର ଯୋଉ ସବଜେକ୍ଟଟା କେବଳ ପର ସେମିଷ୍ଟାର ଗୋଟେ ଗୋଟେ ପେପର ସଫିସିଏଣ୍ଟ ହବ ଇଲେକ୍ଟିଭ ଭାବରେ ତାକୁ ପଢାନ୍ତୁ କିନ୍ତୁ ଯେମିତିକି କମ୍ପ୍ଲିଟ ପଲିଟିକାଲ ସାଇନ୍ସ ଗୋଟେ ସବଜେକ୍ଟ ଅନର୍ସ ଭାବରେ ପଢା ହଉଛି ହିଷ୍ଟ୍ରିକୁ ପଢା ହଉଛି ମତେ ଲାଗେନି ଏଗୁଡାକୁ ସ୍ପେଶିଆଲ ଏଜୁକେସନ ଏଗୁଡା ପାଇଁ ଦରକାର ବୋଲି ଏଗୁଡା ଗୋଟେ ଗୋଟେ ମାନେ କଣ କି ଏଗୁଡା ସମାଜକୁ ଆମ ଚାରିପଟରେ ଯାହା ହଉଛି ସମାଜରେ ଆମେ ତାକୁ ହିଁ ଷ୍ଟଡି କରୁଛନ୍ତି ଆଉ ଏଇଗୁଡା ହିଁ ଆପଣଙ୍କର ବହୁତ କଳି ଝଗଡା ମୂଳରେ ବି ଏଇଗୁଡା ହିଁ ଅଛନ୍ତି ଯୋଉ ଆଇଡିଓଲୋଜିକାଲ ଡିଫରେନ୍ସେସ୍ ଦେଖୁଛନ୍ତି ରିଲିଜିଅନକୁ ନେଇକି ବିବାଦ ଦେଖୁଛନ୍ତି ଓକେ ଏଇ ସବୁ ଗୁଡା ପାଇଁ ଏଇ ସୋସିଆଲ ସାଇନ୍ସ ଏଜୁକେସନ ଗୁଡା ଦାୟୀ ଆପଣଙ୍କ ଯୋଉଗୁଡା କି ପ୍ରାକ୍ଟିକାଲି ଆମକୁ ଖାଦ୍ୟ ଯୋଗାନି ଜଣେ ସୋସିଆଲ ସାଇନ୍ସ ପଢିବ ସିଏ କଣ କରିବ ଟିଚର ହିଁ ହବ ତାର ଆଉ କିଛି କାମକୁ ନୁହଁ ଜଣେ କମର୍ସ ପଢିଲେ ବିଜନେସ କରିପାରେ କିମ୍ବା ଏନି ଅଦର ସିଏ କାମ କରିପାରେ ସାଇନ୍ସ ପଢିଲେ ଆପଣଙ୍କର ସିଏ ଏନି ଅଦର ଟେକ୍ନୋଲୋଜିର ଜିନିଷ ଫ୍ୟାକ୍ଟ୍ରିରେ କାମ କରିପାରେ କୋଉଠି ବି କାମ କରିପାରେ ଏଗୁଡା ବେକାରୀ ସୃଷ୍ଟି କରନ୍ତିନି କିନ୍ତୁ ଆପଣଙ୍କର ଏଇ ଯୋଉ ଏଜୁକେସନଟା ପର୍ଟିକୁଲାରଲି ରହିଛି ଇଏ କେବଳ ବେକାର ଲୋକ ହିଁ ସୃଷ୍ଟି କରେ ଆଉ କିଛି ନୁହଁ ଯୋଉମାନେ କେବଳ ଟିଚର ହେବାକୁ ଚାହାନ୍ତି ନହେଲେ ଆପଣଙ୍କ ଶେଷରେ ଯଦି ଟିଚର ହେଇଗଲା ପରେ ବି ବସିକି ଭାଇ ଭାଇ ଏଗୁଡା ଉଟପାଟାଙ୍ଗ ଥିଓରି ସବୁ ଆପଣଙ୍କର ବାହାର କରିବେ ତାକୁ ନେଇକି ଲୋକମାନେ ଝଗଡା ହେବେ ଆଉ ନହେଲେ କିଛି ନୁହଁ ଲୋକମାନଙ୍କ ଭିତରେ ଡିଫରେନ୍ସିଏସନ ଝଗଡା ସୃଷ୍ଟି କରିବାର ଏଇ ସବଜେକ୍ଟ ଗୁଡା ଆପଣଙ୍କର ଏକ୍ସପର୍ଟ ଯାହା ବି ହଉ ସେଇଥିପାଇଁ ଲେନିନ୍ ଆପଣଙ୍କର ସାଇନ୍ସ ପଢିବା କଥା ହିଁ କୁହନ୍ତି ଆଉ ଆପଣ ଯଦି ଦେଖିବେ ପାର୍ଟିକୁଲାରଲି ଋଷିଆ କୁହନ୍ତୁ ଋଷିଆରେ ତ ମତେ ଲାଗେନି ସେଠି ଆପଣଙ୍କର ଅଛି ଏମିତି ଏଇ ଯୋଉ ଆର୍ଟସ କାଇଣ୍ଡ ଅଫ ଏଜୁକେସନ ଆପଣଙ୍କ ସେଠି ଦିଆ ହୁଏ ସେମିତି ସବଜେକ୍ଟ ଗୁଡା ପପୁଲାର ନୁହଁ ସେଠି ଋଷିଆରେ ଆଉ ସେଇଥିପାଇଁ ସାଇଣ୍ଟିଫିକାଲି ଆପଣ ଯଦି କହିବେ ପୃଥିବୀର ସବୁଠୁ ମୋଷ୍ଟ ସାଇଣ୍ଟିଫିକାଲି ଆଡଭାନ୍ସ ଷ୍ଟେଟ କୋଉଟା ଦ୍ୟାଟ ଇଜ ଋଷିଆ ଓକେ
ରୁଷିଆ ହିଁ ବାକି ସମସ୍ତ ଚାଇନା ତ ସବୁ ରୁଷିଆ ଟେକ୍ନୋଲୋଜିକୁ ୟୁଜ୍ କରୁଛି ଆପଣଙ୍କ ରୁଷିଆ ହିଁ ଆପଣଙ୍କ ରୁଷିଆ ହିଁ ସବୁଠୁ ସାଇଣ୍ଟିଫିକାଲି ଆଡଭାନ୍ସ ଆମେରିକା ତ ତାଠୁ ବହୁତ ପଛରେ ହଁ ସିଏ ବାକି ଜିନିଷରେ ବହୁତ ଆଗରେ କିନ୍ତୁ ସାଇଣ୍ଟିଫିକାଲି ସିଏ ବହୁତ ଆପଣଙ୍କର ଯଦି କହିବେ ରୁଷିଆ ଆଟ୍ ନଟ୍ ଆଟ୍ ପାର ୱିଥ୍ ରୁଷିଆ ଓକେ ତ ସାଇନ୍ସ ଏଜୁକେସନକୁ ହିଁ ପ୍ରମୋଟ କରିବା ପାଇଁ ସିଏ କହିଲେ ଆଉ ମୋ ହିସାବରେ ସେଟା ହେବା ବି ଦରକାର ଯୋଉ ନ୍ୟୁ ଏଜୁକେସନ ପଲିସିରେ ତାକୁ ଷ୍ଟ୍ରିକ୍ଟଲି ଲାଗୁ କରିବା ଦରକାର ଓକେ ଯିଏ ପାରୁଛି ରାହୁ ଯାଉ ଷ୍ଟ୍ରଗଲ କରୁ ଯିଏ ଯଦି ପଢି ପାରୁନି ଆପଣଙ୍କର ବେଟର ହବ ଆପଣଙ୍କ ସେମାନେ ଯଦି ଝିଅ ପିଲାଟି ସିଏ ବାହା ହେଇକି ଘର ସଂସାର କରୁ ପୁଅ ପିଲାଟି ଯଦି ସିଏ ଅଲଗା କିଛି କାମ ଧନ୍ଦା ଦେଖୁ ଯଦି ସାଇନ୍ସ ସେମାନଙ୍କ ଦ୍ୱାରା ପାଠ ହଉନାହିଁ ତାହେଲେ ଅଲଗା କିଛି କରନ୍ତୁ ଆଉ ଏଇଗୁଡ଼ା ପଢିକି ଲାଷ୍ଟରେ ଫାଇନାଲି ମୁଁ ଏମିତି ବି ଆପଣଙ୍କ ଜାଣିଛି ଷ୍ଟୁଡେଣ୍ଟ ମୁଁ ପଢଉଛି ବି ୟୁନିଭର୍ସିଟିରେ ପଢିବା ଭିତରେ ବି ମୁଁ ଜାଣିଛି ଓକେ ଆପଣଙ୍କର ପିଲାମାନେ ପିଜି କମ୍ପ୍ଲିଟ କରୁଛନ୍ତି ପଲିଟିକାଲ ସାଇନ୍ସରେ ଆପଣଙ୍କୁ ଯଦି ସିମ୍ପଲ କନସେପ୍ଟ ଗୋଟେ ତାଙ୍କୁ ଯଦି କହିବେ ବୁଝେଇବା ପାଇଁ ଆପଣ ବୁଝେଇ ପାରିବେ ପିଜି କମ୍ପ୍ଲିଟ କରିଦେଉଛନ୍ତି 6 ବର୍ଷ 7 ବର୍ଷ 8 ବର୍ଷ ଧରିକି ଏକ୍ଜାମ ଦେଲା ପରେ ବି ନେଟ୍ ଏକ୍ଜାମ ଆପଣ କ୍ଲିୟର କରିପାରୁନାହାନ୍ତି ମୁଁ ସେଇ ବର୍ଷ ଫାଇନାଲ ଇୟର ଆପଣଙ୍କ ନେଟ୍ ଜେଆରଏଫ୍ କ୍ଲିୟର କରିଥିଲି ଓକେ ଗୋଟେ କଥାଟା ଇମାଜିନ୍ କରନ୍ତୁ ତାଙ୍କ ଷ୍ଟାଣ୍ଡାର୍ଡ ସେମାନେ କଣ କରୁଛନ୍ତି ବିଏଡ୍ ତ କ୍ୱାଲିଫାଇ କରିପାରୁନାହାନ୍ତି ଷ୍ଟେଟ୍ ବିଏଡ୍ କୋଉଠି ଆନ୍ଧ୍ରା ବିଡି କଲେ କୋଉଠୁ ଗୋଟେ ସାର୍ଟିଫିକେଟ୍ ନେଇ ଆସିଲେ ଆସିକି ଜବ୍ ମାର୍କେଟରେ ସେମାନେ ହାଉଯାଉ ହଉଛନ୍ତି ଲାଷ୍ଟରେ ସେମାନେ ପଇସା କାରବାର ବି କରୁଛନ୍ତି ସେମାନେ ଦୁର୍ନୀତିଟାକୁ ପ୍ରଶ୍ରୟ ଦଉଛନ୍ତି ଯିଏ ଭଲ ପାଠ ପଢିବା ପିଲା ସିଏ ଦୁର୍ନୀତି କରିବନି ସିଏ ଷ୍ଟ୍ରଗଲ କରିବ ମୁଁ ପଢିଛି ନିଶ୍ଚିନ୍ତ ଭାବରେ ପାଇବି ପିଲା ପାଉଛନ୍ତି ବି ଓକେ କିନ୍ତୁ ଯିଏ ପାଖରେ ନାହିଁ ସିଏ ଜାଣିଛି ମୁଁ ପାଇବିନି ସିଏ ମାନେ କଣ ଅଲଗା କୋଉ ଉପାୟ ଧରିବା ପାଇଁ ଯିବ ପ୍ରୟାସ କରିବା ଆଉ ସେଇଆ କରିକି ସେମାନେ କରୁଛନ୍ତି ତ ସେମାନେ ମୋ ହିସାବରେ ସେଟା ରଖିବା ଉଚିତ ସେମାନେ ଯଦି ମୂଳରୁ ଡିଗ୍ରୀ ହିଁ ନ ପାଇବେ ସେମାନେ ସେ ଜାଗାକୁ ହିଁ ଯିବେନି ଓକେ ଯାହା ବି ହଉ ଲେନିନ୍ ଏଇ କଥା ଗୁଡ଼ା ସବୁ ଆପଣଙ୍କର କହିଲେ ସାଇଣ୍ଟିଫିକ ଏଜୁକେସନ କଥା ହେଲା ଆଉ ଲେନିନ୍ଙ୍କ ଟାଇମରେ ସେ କଥାଟି ଆମେ ଦେଖିଲେ ଚର୍ଚ୍ଚ ଗୁଡ଼ା ଯୋଉ ଷ୍ଟେଟ୍ ପ୍ରିଭିଲେଜ ପାଉଥିଲେ ତାକୁ ସେ କମ୍ପ୍ଲିଟ ହଟେଇ ଦେଲେ ରିଲିଜିୟସ୍ ଏଜୁକେସନକୁ କମ୍ପ୍ଲିଟଲି ସ୍କୁଲରୁ ବ୍ୟାନ୍ କରିଦେଲେ ଆଉ ରିଲିଜିୟସ୍ ପ୍ରପାଗଣ୍ଡା ଗୁଡ଼ା କେବଳ ପ୍ରାଇଭେଟ ଲାଇଫରେ ହିଁ ଆପଣଙ୍କର ଆଲାଉ କରାଗଲା ପବ୍ଲିକ ଲାଇଫରେ ସେଗୁଡ଼ାକୁ ଆଲାଉ କରାଗଲା ନାହିଁ ଓକେ ଆଣ୍ଟି ରିଲିଜିୟସ୍ ପ୍ରପାଗାଣ୍ଡାକୁ ପ୍ରମୋଟ କରାଗଲା ଆପଣଙ୍କର ପବ୍ଲିକଲି ମିନ୍ସ ଆପଣଙ୍କର ସାଇଣ୍ଟିଫିକ ଜିନିଷଟାକୁ ପ୍ରମୋଟ କରାଗଲା ତାଙ୍କ ପିରିୟଡରେ ଓକେ କିନ୍ତୁ ଷ୍ଟାଲିନଙ୍କ ପିରିୟଡରେ ଆମେ କମ୍ପ୍ଲିଟଲି ଚେଞ୍ଜ ଦେଖିଲେ ସିଏ ସେଇ ଜିନିଷଟାକୁ ଭୁଲିଗଲେ ଲେନିନଙ୍କର ସିଏ ଆପଣଙ୍କର କମ୍ପ୍ଲିଟଲି ସପ୍ରେସ୍ କଲେ ଆପଣଙ୍କ ଯଦି କହିବା ତାର କମ୍ପ୍ଲିଟଲି ଅଲଗା ପଲିସି ବା ହାର୍ଡ କୋର୍ସିଭ ପଲିସି ସିଏ ଆପଣଙ୍କର ଆପଣେଇଥିଲେ ତ ଇଏ ଥିଲା ଆପଣଙ୍କ ଯଦି କହିବା ଲେନିନଙ୍କର ଭ୍ୟୁଜ ଅନ୍ ରିଲିଜନ ହଁ ୟାକୁ ନେଇକି ଆପଣଙ୍କର କ୍ରିଟିସିଜମ ବି କରାଯାଏ ଯେମିତିକି ସିଏ କହିଲେ ଯେ ଠୁ ହଷ୍ଟାଇଲ ଟୁ ରିଲିଜିୟସ୍ ଟ୍ରାଡିସନ ଓକେ ଆପଣଙ୍କର କହିବା ଯଦି ମାନେ କ୍ରିଟିକ୍ସ ମାନେ ଯାହା କୁହନ୍ତି ଯେ ଯୋଉ କଲଚରାଲ ଭ୍ୟାଲ୍ୟୁ ଅଫ ରିଲିଜିୟନକୁ ଲେନିନ ବୁଝି ପାରିଲେନି ରୋଲ ଅଫ ଆଇଡେଣ୍ଟିଟି ଆଉ କମ୍ୟୁନିଟିର ଯୋଉ ଆଇଡେଣ୍ଟିଟି ଅଛି ତାକୁ ସିଏ ଆପଣଙ୍କର ମାନେ ରେକଗ୍ନାଇଜ କରିନାହାନ୍ତି ଏଥିକାଲ ମୋରାଲ ଟିଚିଂର ଇମ୍ପୋର୍ଟାନ୍ସକୁ ଲେନିନ୍ ବୁଝିଲେନି ବୋଲି ବି ଆପଣଙ୍କ କ୍ରିଟିକ୍ସ ମାନେ କୁହନ୍ତି ସିଏ କୁହନ୍ତି ଯେ ଏଇଟା ପ୍ରମୋଟ କରିବା ଦ୍ୱାରା ଯୋଉମାନେ ବିଲିଭର୍ସ ଅଛନ୍ତି ଓକେ ପର୍ଟିକୁଲାରଲି ପିଜାଣ୍ଟ କମ୍ୟୁନିଟି ଯୋଉମାନେ କି ବିଲିଭର୍ସ ନିଶ୍ଚିତ ଭାବରେ ଓକେ ମୁଁ କୃଷକ ଫ୍ୟାମିଲିରୁ ବିଲଙ୍ଗ କରୁଛି ଏବେ ବି କରୁଛି ଏବେ ବି କାମ କରୁଛୁ ଆମେ ଆମେ କଣ କି ବହୁତଟା ଭାଗ୍ୟବାଦୀ ଆଉ ଭଗବାନବାଦୀ ଓକେ ଯଦି ସେଟା ନହେଲେ କଣ କି ଆପଣଙ୍କର ବହୁତ ଜିନିଷ ନିଜ କଣ୍ଟ୍ରୋଲରେ ନଥାଏ ରେଜଲ୍ଟ ଆପଣ ସେଇଆ ହେଇଯିବେ ତ ସେଇ ଲୋକ ଗୁଡ଼ା ଆଲାଇନ୍ ହେଇଯାଉଛନ୍ତି ସେଇ କଥାଟାକୁ ସିଏ ବୁଝିପାରିଲେନି ବୋଲି କୁହନ୍ତି ସେଇଟା ନୁହଁ ସିଏ କୁହନ୍ତି ଯେ ହ୍ୟୁମାନ ସ୍ପିରିଚୁଆଲିଟିର ଲେନିନ୍ ଗୋଟେ ନ୍ୟାରୋ ଇଣ୍ଟରପ୍ରିଟେସନ କଲେ ବୋଲି କୁହନ୍ତି କିନ୍ତୁ ସ୍ପିରିଚୁଆଲିଟିଟା ଠିକ କଥାଟା କିନ୍ତୁ ଆପଣଙ୍କ ସ୍ପିରିଚୁଆଲିଟିଟା ବି ଗୋଟେ ପ୍ରାଇଭେଟ ମ୍ୟାଟର ସ୍ପିରିଚୁଆଲିଜିମକୁ ଶିଖେଇ ହବନି ଆପଣଙ୍କର ଯିଏ ମୋକ୍ଷ ପ୍ରାପ୍ତି କରିଗଲା ବା ଯିଏ ଆପଣଙ୍କ ବୁଦ୍ଧଦେବ ଆପଣଙ୍କର ସିଏ ତ କହିଲେ ମୁଁ କାମନାରୁ ମୁକ୍ତି ହେଇଗଲି ନିର୍ବାଣ ପ୍ରାପ୍ତି ହେଇଗଲି ବୋଲି ସେ ନିର୍ବାଣ କରିବା କେତେ ଜଣଙ୍କୁ ନିର୍ବାଣ ପ୍ରାପ୍ତି କରେଇ ପାରିଲେ ସେ ଜଣେ ହିଁ ଥିଲେ ଯିଏ ନିର୍ବାଣ ପାଇଥିଲେ ବାକି ସମସ୍ତେ ତ ଫଲୋଅର୍ସ ଥିଲେ ଓକେ ସେଟା ହଉଛି ନିଜର ପର୍ସନାଲ ଏକ୍ସପିରିଏନ୍ସ ସେଟା କେହି କାହାରିକୁ ଶିଖେଇ ପାରିବେନି ଓକେ ହ୍ୱାଟ ଏଭର ମେ ବି ଯାହା ବି ହଉ ପର୍ସନାଲ ଫେଥ କୁହନ୍ତୁ ଆମର ମଣିଷର କିଛି ସାଇକୋଲୋଜିକାଲ ନିଡ୍ସ ବି ଅଛି କିଛି ମଣିଷ ଭିତରେ କିଛି ଫିଲୋସଫିକାଲ ଡାଇମେନସନ ବି ଅଛି ଆମେ ଓଭର ସାଇଣ୍ଟିଫିକ ହେଇଗଲେ ସେଇ ଜିନିଷ ଗୁଡ଼ା ଆମ ଭିତରୁ ଚାଲିଯାଏ ଯେମିତିକି ମୁଁ ଏବେ ଯୋଉ ଭାଷଣଟି କହିଲି ସୋସିଆଲ ସାଇନ୍ସକୁ ହଟେଇ ଦେବା ଦରକାର ଆପଣମାନଙ୍କ ଭିତରୁ ବି କିଛି ଜଣଙ୍କ ଭିତରୁ ମାଇଣ୍ଡରେ ଆସିଯାଇପାରେ ଯେ ସୋସିଆଲ ସାଇନ୍ସ ଆମକୁ ବହୁତ ଜିନିଷ ଶିଖାଏ ଯେମିତିକି ଇମୋସନ ଲଭ ଫେଥ
ओके। कल्चराल माने कल्चर जो जिनसटा এই ଜିନିଷ ଗୁଡାକୁ ଶିଖାଏ। ଓକେ। ଆଉ ଏଟା ଟ୍ରୁଥ ବି ସେଇ ଜିନିଷଟା ଶିଖାଏ। କିନ୍ତୁ ମୋ ହିସାବରେ ଅତି ଲେମ୍ବୁ ଚିପୁଡ଼ିଲେ ପିତା, ସେଟାକୁ ଟିକେ ଟିକେ ଶିଖିଲେ ହିଁ ବେଟର। ବେଟର ମଣିଷଟା ଆମେ ହେଇପାରିବା। ଯଦି ବହୁତ ଶିଖିବା ତାହେଲେ ସେ ଆଇଡିଓଲୋଜିରେ କନଭର୍ଟ ହେଇଯିବ। ଆମେ ଜଣେ ଆଉ ଜଣଙ୍କୁ ଘୃଣା କରିବା ପାଇଁ ଲାଗିବା। କିନ୍ତୁ ଯିଏ ରାସନାଲ ହ୍ୟୁମାନ ବିଙ୍ଗ, ସାଇଣ୍ଟିଫିକ ହ୍ୟୁମାନ ବିଙ୍ଗ, ଜଣେ ଆଉ ଜଣଙ୍କୁ ଘୃଣା କରେନି। କିନ୍ତୁ ଏମାନେ ଆଇଡିଓଲୋଜିକାଲି ଜଣେ ଆଉ ଜଣଙ୍କୁ ଘୃଣା କରନ୍ତି। ମୁଁ ଯେମିତିକି କହୁଥିଲି, ହିଷ୍ଟ୍ରି ବହିକୁ ସିଏ ଫିଙ୍ଗି ଦେଲେ, କହିଲେ ଇଏ କଣ ହିଷ୍ଟୋରିଆନ, ଇଏ ହଉଛି ଆଇଡିଓଲୋଜିର କଥା। ଓକେ। ହ୍ୱାଟ ଏଭର ମେ ବି, ଆମେ ଯଦି କହିବା ପ୍ରେଜେଣ୍ଟ କଣ୍ଟେକ୍ସଟରେ ମେ ବି ୟାର କିଛି ରିଲେଭାନ୍ସ ଥାଇପାରେ। ଯେମିତିକି ଆପଣଙ୍କର ଓକେ, ଯୋଉ ସିକୁଲାରିଜିମ କୁ ପ୍ରମୋଟ କରିବାରେ ୟାର ଭୂମିକା ବହୁତ ଆପଣଙ୍କର। ଯେମିତିକି ଆପଣଙ୍କର ରିଲିଜନ ର ପଲିଟିକାଲ ୟୁଜ କୁ ପଲିଟିକାଲ ରିଲିଜନ ର ପଲିଟିକାଲ ୟୁଜ ରେ ତ କୌଣସି ପ୍ରୋବ୍ଲେମ ନାହିଁ, ପଲିଟିକାଲ ମିସୟୁଜ ରେ ଆପଣଙ୍କର ପ୍ରୋବ୍ଲେମ ଅଛି। ଇଏ ହେଲା କଥା। ଷ୍ଟେଟ ନ୍ୟୁଟ୍ରାଲିଟି ଆଉ ରିଲିଜିୟସ ଫ୍ରିଡମ କୁ ମୁଁ ଏବେ ଗୋଟେ ରିସେଣ୍ଟଲି ଆପଣଙ୍କୁ ଆକ୍ଚୁଆଲି କହିବି କି ନାହିଁ, ମୋତେ ଡର ଲାଗେ ଟିକେ ଟିକେ। ଏଇ ଯୋଉ ଯୋଉ ରାମ ମନ୍ଦିରରେ ବା ଯୋଉ ରାମଲାଲାଙ୍କର ମନ୍ଦିରରେ ଯୋଉ ଧ୍ୱଜାବରଣ ହେଲା, ତାକୁ ନେଇକି ଆପଣଙ୍କର ମାନେ ଯୋଉ ଡିବେଟ ବହୁତ ପରିମାଣରେ ଚାଲିଛି। ଓକେ। କିଏ ଆପଣଙ୍କର ସେ ଆମେ ୱିନ୍ କରିଗଲେ ବୋଲି ଦର୍ଶାଇଛନ୍ତି ବୋଲି କହୁଛନ୍ତି। ବହୁତ ଜଣ ସେମିତି, ମୋର ବହୁତ ଜଣ ଫ୍ରେଣ୍ଡସ୍ ଅଛନ୍ତି ଅଦର କମ୍ୟୁନିଟିର, ତାଙ୍କର ଯୋଉ ଷ୍ଟାଟସ ଗୁଡା ସେଇଦିନ ଯାହା ସବୁ ଦେଇଥିଲେ ନା, ଆପଣ ପଢିଲେ ଆପଣଙ୍କୁ ଲାଗିବ ଯେ ନା ସରକାର ଠିକ କଲା ବୋଲି। ମୁଁ ଗୁଡା କହିବିନି, କିନ୍ତୁ ସେମାନେ ଯୋଉ ପ୍ରକାର ଲାଙ୍ଗୁଏଜ ସବୁ ବ୍ୟବହାର କରୁଥିଲେ ତାକୁ ନେଇକି, ମାନେ ଗୋଟେ ପ୍ରକାର ଖରାପ ଲାଗେ। ଓକେ। ହ୍ୱାଟ ଏଭର ମେ ବି, ଆମେ ସେଥିରେ କିଛି କମେଣ୍ଟ କରୁନା। ଆମର ଜରୁରୀ ବି ନାହିଁ କାହାରିକୁ କମେଣ୍ଟ କରିବାରେ। ନିଜ କାମ ନିଜେ କରିଯିବା ଉଚିତ। ଓକେ। ଯାହା ବି ହଉ, ମେନଲି ଯୋଉ ରିଲିଜିୟସ ନ୍ୟାସନାଲିଜିମ ଆପଣଙ୍କର ଦେଖିବାକୁ ମିଳୁଛି, ଆପଣଙ୍କର ଖାଲି ସେଇଆ ନୁହଁ। ହଁ, ଆପଣଙ୍କୁ ଆଉ ଗୋଟେ ମୁଁ କଥାଟେ କହୁଛି। ପଲିଟିକାଲ ସାଇନ୍ସ ର ଯେହେତୁ ଆପଣ ମାନେ, ଆପଣଙ୍କର ଗୋଟେ ହଣ୍ଟିଂଟନଙ୍କର ଗୋଟେ ଭ୍ୟୁଟେ ଥିଲା। ହଣ୍ଟିଂଟନ ଆପଣଙ୍କର ଗୋଟେ କହିଥିଲେ ମାନେ ଇନ୍ 90s, ଆପଣଙ୍କର ସିଏ ଗୋଟେ କଥାଟା କହିଥିଲେ ଯେ କ୍ଲାସ ଅଫ ମାନେ କଣ, ଆକ୍ଚୁଆଲି ଫୁକୁୟାମା ବୋଲି ଜଣେ ଥିଲେ, ମେ ବି ଆପଣ ମାନେ ଶୁଣିଥାଇ ପାରନ୍ତି ତାଙ୍କ ନାଁ। ଯଦି ଶୁଣିନାହାନ୍ତି, ଆମେ ପଢିବା ପଲିଟିକାଲ ଥିଓରିରେ ଏବେ। ସିଏ କହିଲେ ଯେ ଏଣ୍ଡ ଅଫ ହିଷ୍ଟ୍ରି। ଓକେ। ବା ଏଣ୍ଡ ଅଫ ହିଷ୍ଟ୍ରି ତ ପାର୍ଟିକୁଲାରଲି ସିଏ କହିଲେ ଏଣ୍ଡ ଅଫ ଆଇଡିଓଲୋଜି। ଆମେ ପଢିବା ୟାକୁ ଏଣ୍ଡ ଅଫ ଆଇଡିଓଲୋଜି ଡିବେଟରେ। ଆପଣ ସିଏ କହିଲେ ଯେତେବେଳେ ସୋଭିଏତ ୟୁନିୟନ କଲାପ୍ସ ହେଇଗଲା, ସେତେବେଳେ କଣ ହେଲା, କେବଳ ୟୁଏସ ହିଁ ରହିଲା। ମିନ୍ସ ଯୋଉ ଲିବରାଲିଜିମ ଆଉ ସୋସିଆଲିଜିମ ଭିତରେ ଯୋଉ ଫାଇଟିଂଟା ଚାଲିଥିଲା, ସେଥିରେ ଲିବରାଲିଜିମ ୱିନ୍ ହେଇଗଲା। ତ ଫୁକୁୟାମା ଯିଏ ଥିଲେ ଆପଣଙ୍କ, ସିଏ କହିଲେ ସେ ଏବେ ଲିବରାଲିଜିମ ୱିନ୍ କରିଗଲା, ସୋସିଆଲିଜିମର ଦ ଏଣ୍ଡ ହେଇଗଲା, ଏଣ୍ଡ ଅଫ ହିଷ୍ଟ୍ରି ହେଇଗଲା। ଆଉ ଆଇଡିଓଲୋଜି ଭିତରେ କୌଣସି ପ୍ରକାର କନଫ୍ଲିକ୍ଟ ନାହିଁ, ଏବେ ଗୋଟେ ନୂଆ ଦୁନିଆ ହେଇଗଲା। କିନ୍ତୁ ସେଇ ସମୟରେ ତାଙ୍କ ରିଆକ୍ସନରେ ହଣ୍ଟିଂଟନ ଆପଣଙ୍କର କହିଥିଲେ କ୍ଲାସ ଅଫ ସିଭିଲାଇଜେସନ। ସିଏ କହିଲେ ଯେ ବର୍ତ୍ତମାନ ଏଇ ଯୋଉ ଲିବରାଲିଜମ ସୋସିଆଲିଜମ ଯୋଉ ଆଇଡିଓଲୋଜିକାଲ ଡିଫରେନ୍ସେସଟା ସିନା ସରିଗଲା, ଏବେ ରିଲିଜିୟନକୁ ନେଇକି ସିଭିଲାଇଜେସନାଲ କ୍ଲାସ ହବ ବୋଲି ସିଏ କହିଥିଲେ। ଆଉ ଯୋଉ କଥାଟି ଆମେ ଦେଖିବା, ଆଉ ସିଏ ଏଟା ମୁଁ କହୁନି, ହଣ୍ଟିଂଟନ କହିଥିଲେ। ଓକେ। ମୁଁ ଏଠି ଯେତିକି ବି ସବୁ ମୁଁ ପଢଉଛି, ଓକେ, ମୁଁ ଡିସକ୍ଲେମର ବାରମ୍ବାର କହୁଛି ଏଥିପାଇଁ, କଣ ପାଇଁ ସୋସିଆଲ ସାଇନ୍ସର ଇଏ ଗୋଟେ ହେଲା କଥାଟା କଣ, କିଏ କଣ ମାଇଣ୍ଡରେ ଆମେ ନେଇଯିବା ଆମେ କିଛି ବି ଜାଣିପାରିବାନି। ଓକେ। ମେନ୍ କଥାଟା ହଉଛି ସିଏ କହିଥିଲେ, ଏଇଟା ଏଇଟା ହଣ୍ଟିଂଟନଙ୍କର ଭିଉଟା ଥିଲା, ମୋର ନୁହଁ। ସିଏ କହିଥିଲେ ଯେ ଯୋଉ କ୍ଲାସ ଅଫ ସିଭିଲାଇଜେସନଟା ହବ, ଇଟ ଇଜ ବିଟୁଇନ୍ ଖ୍ରୀଷ୍ଟିଆନିଟି ଆଣ୍ଡ ଇସଲାମ ବୋଲି ସିଏ କହିଥିଲେ। ଓକେ। ଖ୍ରୀଷ୍ଟିଆନିଟି ଆଉ ଇସଲାମ ଭିତରେ ଏଇ ସିଭିଲାଇଜେସନାଲ କ୍ଲାସ ର ପିରିୟଡ ଏବେ ଆସିଗଲା ବୋଲି କହିଥିଲେ। ଆପଣ ଇଣ୍ଟରନେଟରେ ସର୍ଚ୍ଚ କରିକି ଦେଖିପାରିବେ, କୌଣସି ପ୍ରୋବ୍ଲେମ ନାହିଁ। ତ କଥାଟା ହଉଛି ଆପଣଙ୍କର ତ ମେନ୍ କଥାଟା ହଉଛି ଏଇ ଯୋଉ ରିଲିଜିୟସ ନ୍ୟାସନାଲିଜିମ ଯୋଉ ରାଇଜ ଓକେ କରୁଛି, ତା ଆଗନେଷ୍ଟରେ ମୁଁ ଭାବୁଛି ଲେନିନଙ୍କର ଭିଉଟା କଣ୍ଟେମ୍ପରାରୀ ପିସ୍ ପାଇଁ ଜରୁରୀ। ଓକେ। କଣ ପାଇଁ ନା, ତାକୁ ନେଇକି ଯଦି ଲଢେଇ ହବ, ତା ଅପେକ୍ଷା ବେଟର ତ ଆମେ ସାଇନ୍ସକୁ ହିଁ ଭଗବାନ ମାନି ନେଇଯିବା। ଯଦି ଯୋଉଥିରେ ମଣିଷ ମାନଙ୍କୁ ମରୁଛନ୍ତି, ଅବଶ୍ୟ ଆଉ ଗୋଟେ ମଣିଷର ପ୍ରକୃତି ହେଲା ଜଣେ ଆଉ ଜଣଙ୍କୁ ମାରିବା, ସେଇଥିରେ ହିଁ ପୃଥିବୀ ବାଲାନ୍ସ ହେଇକି ରହେ। ବର୍ତ୍ତମାନ କଣ କି ଯୁଦ୍ଧ ହଉନି ନା, ସେଥିପାଇଁ ପପୁଲେସନ ବଢି ଯାଉଛନ୍ତି। ଯୁଦ୍ଧ ହେଲେ କିଛି ଲୋକ ମରିବେ, ବାଲାନ୍ସ ହେଇକି ରହିବ। କଣ ପାଇଁ ନା, ରିସୋର୍ସ ଆମକୁ କମ ପଡିଯାଉଛି। କିଛି ଯଦି ମରି ଚାଲୁଥାନ୍ତେ, ଇଣ୍ଡିଆର ସବୁଠୁ ପପୁଲେସନ ଅଧିକା କଣ ପାଇଁ ଯାଇଛନ୍ତି? ଇଣ୍ଡିଆନ ଲୋକମାନେ ଯୁଦ୍ଧ କରିବାକୁ ସବୁବେଳେ ପଛାନ୍ତି। ଆପଣ ବହୁତ ପିରିୟଡରେ ବି, ଆପଣ ମହାଭାରତ ଯୁଦ୍ଧ ହେଲା, ଇମାଜିନ କରନ୍ତୁ କେତେ
ନେଗୋସିଏସନ କେତେ ନେଗୋସିଏସନ ପରେ ଯୁଦ୍ଧ ହେଲା। ତାପରେ ବି ନୀତି ନିୟମ ହେଲା ଯେ ଦିନ ବେଳେ ଯୁଦ୍ଧ ହବ ରାତିରେ ହବନି। କିଏ ଯଦି ମୁଁ ହାରିଗଲି କହିଲା ତାକୁ ମାରନି, କିଏ ପଛପଟୁ ପଳଉଥିବ ତାକୁ ମାରନି। ସ୍ତ୍ରୀ ଲୋକ ଯୁଦ୍ଧକୁ ଆସିପାରେ, କାହିଁକି ଆପଣଙ୍କର କରୁ ଏଗୁଡ଼ା ବହୁତ ଡରୁଆ। ଆମେ ଇଣ୍ଡିଆର ମାନେ ବାଇ ନେଚର ଟିକେ ଡରନ୍ତି ଆମେ ଯୁଦ୍ଧକୁ, ସେଇଥିପାଇଁ ଆମର ପପୁଲେସନ ବହୁତ। ଆମର ତ ଯୁଦ୍ଧ ହବନି ମରିବା କୋଉଠି। ଆଉ ସେମାନେ ଇମାଜିନ କରନ୍ତୁ ଦିଟା ବିଶ୍ୱ ଯୁଦ୍ଧ ଲଢିଲେ, ଏକା ବେଳେ ତାଙ୍କର ଜେନେରେସନ ହିଁ ସଫା ହେଇଗଲା। ଆଉ ଯୋଉଥିପାଇଁ କି ତାଙ୍କର ପପୁଲେସନ କମ। ଓକେ, ହ୍ୱାଟ ଏଭର ମେ ବି, ଦିସ୍ ଇଜ ଅଲ୍ ଅବାଉଟ ଲେନିନ୍ସ ଭ୍ୟୁ ଅନ୍ ରିଲିଜନ। ମୁଁ ଏଗେନ୍ ଡିସକ୍ଲେମର କହିଦଉଛି, ଯାହା ସବୁ କ୍ଲାସରେ ଡିସ୍କସନ ହେଲା ଅଲ୍ ଦିସ୍ ଆର୍ ଟେକେନ୍ ଫ୍ରମ୍ ଅଥେଣ୍ଟିକେଟେଡ୍ ବୁକ୍ସ। ଓକେ, ଏଗୁଡାକୁ ମୁଁ ଅଲରେଡି ରେଫରେନ୍ସ ବି ଦେଇ ଦେଇଛି, ଏଥିରେ ମୋର କୌଣସି ଭ୍ୟୁ ନାହିଁ। ଓକେ, ମୋର ପର୍ସନାଲ ଭ୍ୟୁ କଣ, ମୁଁ ସେଟା ଆଜ ଏ ଷ୍ଟୁଡେଣ୍ଟ ଆପଣମାନଙ୍କ ସହିତ ସେୟାର କରିବା ତ ମୁସ୍କିଲ। ଯଦି ପର୍ସନାଲ କେବେ ଫ୍ରେଣ୍ଡସ୍ ହୁଅନ୍ତି ତାହେଲେ ହୁଏତ ସେୟାର କରିପାରିବା। ଅଦରୱାଇଜ କ୍ଲାସରେ ଯାହା ମୁଁ କହୁଛି, ଯାହା ମୋର ଟପିକ ରିଲେଟେଡ ଜିନିଷ ହିଁ କହୁଛି। ଓକେ, ମୁଁ ଭାବୁଛି ଆଜି କ୍ଲାସକୁ ଏଠି ରଖିବା। ଓକେ, ମୋର ଟିକେ ଗୋଟେ ଜାଗାକୁ ଯିବାର ଅଛି, ତ ବେଟର ହବ ଗୋଟେ ଜାଗାକୁ ଯେହେତୁ ଯିବି ମୁଁ ଏବେ, ଟିକେ ମୁଁ ସକାଳୁ ହିଁ ଯିବାଟା ବେଟର। ତ କିଛି ଯଦି ଆପଣମାନଙ୍କର କହିବାର ଅଛି, ପଚାରିବାର ଅଛି, ତାହେଲେ ପଚାରି ପାରନ୍ତି। ଆମେ କାଲି ଏଇଠୁ କଣ୍ଟିନ୍ୟୁ କରିବା ଯୋଉଠି ଛାଡ଼ିଲେ। କେବଳ ଆଉ ଗୋଟେ ରହିଲା ଆପଣଙ୍କର ଭ୍ୟୁ ଅନ୍ ନେସନ ଷ୍ଟେଟ୍। ଓକେ, ତାକୁ ନେଇକି ଲେନିନଙ୍କର ଭ୍ୟୁଟା କଣ, ବାସ୍ ସେତିକି ହେଲେ ଲେନିନ ଆମର ସରିଯିବ। ଓକେ, କିଛି ଯଦି କହିବାକୁ ଚାହୁଁଛନ୍ତି ତାହେଲେ କହିପାରନ୍ତି, ନହେଲେ କ୍ଲାସ୍ କେମିତି ଲାଗିଲା କୁହନ୍ତୁ, ଥମ୍ସ ଅପ୍ ଟେ କରନ୍ତୁ, ଆମେ କ୍ଲାସକୁ ରଖିବା ଏଇଠି। ଓକେ, ବାକି ସମସ୍ତେ ଓକେ, ଠିକ ଅଛି। ତ ମୁଁ ରଖୁଛି, କାଲି ବି ପରଫେକ୍ଟ ଟାଇମରେ ସମସ୍ତେ କ୍ଲାସକୁ ଜଏନ୍ କରିବେ। ବାଏ ବାଏ ଫର୍ ଟୁଡେ।